ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ସୋମ ଟ୍ୟୁଟୋରିଆଲ୍ସ ୟୁଟ୍ୟୁବ ଚ୍ୟାନେଲକୁ। ଆଜିର କ୍ଲାସରେ ଆମେ ଆଲୋଚନା କରିବା +3 ପଞ୍ଚମ ସେମିଷ୍ଟାର କୋର 11 ର ୟୁନିଟ୍ 1, ଯେଉଁଥିରେ କି ଆମେ ଦୀର୍ଘ ବହୁତ ଦିନ ହେଲାଣି ଆଲୋଚନା କରୁଛୁ କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ମୋ ସମୟର ଓଡ଼ିଶା ଉପରେ, ଏବଂ ତାର 6ଟା ପାର୍ଟ ଅଲରେଡି କମ୍ପ୍ଲିଟ୍ ହେଇସାରିଛି। ଆଜିର କ୍ଲାସରେ ପାର୍ଟ 7 ଉପରେ ଆମେ ଆଲୋଚନା କରିବା, ଏବଂ ପାର୍ଟ 7ରେ ଆମେ ଆଲୋଚନା କରିବା ଯେ ତାଙ୍କର ପଞ୍ଚମ ପରିଚ୍ଛେଦ ମୋ ସମୟର ମୟୂରଭଞ୍ଜ ଉପରେ। ତ ତାଙ୍କର ଆତ୍ମଜୀବନୀର ନାଁ ହେଉଛି ମୋ ସମୟର ଓଡ଼ିଶା। ତ ସେଇ ସମୟର ଓଡ଼ିଶାର ସେ କଥା କହିଛନ୍ତି, ଏବଂ ତାଙ୍କ ସମୟରେ ସେ ଯେହେତୁ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ, ତ ତାଙ୍କ ସମୟରେ ମୟୂରଭଞ୍ଜ ଜିଲ୍ଲା ଉପରେ ଆମେ ଆଲୋଚନା କରିବା ବର୍ତ୍ତମାନର କ୍ଲାସରେ। ଆମ ଗାଁ ଖିଚିଂ ହିଁ ମୟୂରଭଞ୍ଜର ଆଦି ଇତିହାସ ଉଦ୍ଘାଟନ କରିଥାଏ। ଖିଚିଂରେ ବର୍ତ୍ତମାନ ସୁଦ୍ଧା 3ଟି ପ୍ରାଚୀନ ମନ୍ଦିର ଅଛି, ଏବଂ ଆଉ କେତେକ ମନ୍ଦିର ସମ୍ପୂର୍ଣ୍ଣ ଧ୍ୱଂସ ପାଇବା ପରେ ସେମାନଙ୍କର ଅଣ୍ଡବିଶେଷ ବର୍ତ୍ତମାନ ସ୍ଥାନୀୟ ମ୍ୟୁଜିୟମରେ ସଂରକ୍ଷିତ ହୋଇଛି, ଅର୍ଥାତ୍ ମ୍ୟୁଜିୟମର ପାର୍ଶ୍ୱସ୍ଥ ଖୋଲା ଜାଗାରେ ରଖାଯାଇଛି। ତ ସେ କହିଛନ୍ତି କି ତାଙ୍କ ଗାଁ ଯୋଉ ଖିଚିଂ, ଆମେ ଆଲୋଚନା କରୁଥିଲା ଯେ ଲେଖକଙ୍କର ଗାଁ ହେଉଛି ଖିଚିଂ, ତ ମୟୂରଭଞ୍ଜର ଆଦି ଇତିହାସ ଆଉ ମୟୂରଭଞ୍ଜର ଆରମ୍ଭ ଇତିହାସ ଖିଚିଂ ହିଁ ଉନ୍ମୋଚନ କରିଥାଏ। ଖିଚିଂରେ ବର୍ତ୍ତମାନ ସୁଦ୍ଧା 3ଟି ପ୍ରାଚୀନ ମନ୍ଦିର ଅଛି, ଆଉ ବହୁତ ଗୁଡାଏ ମନ୍ଦିର ଥିଲା ଯୋଉ ଜିନିଷ ବର୍ତ୍ତମାନ ଧ୍ୱଂସ ପାଇଯାଇଛି, ଏବଂ ତାର ଯୋଉ ଦେଖିବା ଯେ ଅଂଶବିଶେଷ ଗୁଡ଼ିକ ସେଇଟା ମ୍ୟୁଜିୟମରେ ସଂରକ୍ଷିତ ହୋଇକି ରଖାଯାଇଛି ବୋଲି ଲେଖକ କହୁଛନ୍ତି। କଳା ମୁଗୁନି ପଥରରେ ନିର୍ମିତ ଓ ସୁନ୍ଦର କାରୁକାର୍ଯ୍ୟ ଶୋଭିତ ଏହି ପ୍ରାଚୀନ ମନ୍ଦିର ମାନଙ୍କ ଛଡା ଏଠାରେ 2ଟି ପ୍ରାଚୀନ ଦୁର୍ଗର ଭଗ୍ନାବଶେଷ ଏବଂ ବହୁ ପ୍ରାଚୀନ ପୁଷ୍କରିଣୀ ଥିବା କଥା ପ୍ରଥମ ପରିଚିତ ଉଲ୍ଲେଖ କରାଯାଇଛି। ପ୍ରଥମରେ ଆମେ ଦେଖିଲା ଯେ ସେ ଗାଁରେ ମାନେ ଏତେ ପୁଷ୍କରିଣୀ ଥିଲା ଯେ ଅନ୍ୟ କୌଣସି ଜାଗାରେ ସେତିକି ପୁଷ୍କରିଣୀ ନଥିଲା, ଏବଂ ତା ଛଡା କଳା ମୁଗୁନି ପଥରରେ ନିର୍ମିତ କାରୁକାର୍ଯ୍ୟ ଶୋଭିତ ମନ୍ଦିର ଗୁଡ଼ିକ ଛଡା ଏଥିରେ 2ଟି ଦୁର୍ଗର ଭଗ୍ନାବଶେଷ ମଧ୍ୟ ମାନେ ଭାଙ୍ଗି ଯାଇଥିବା ଅଂଶ ଗୁଡ଼ିକ ରହିଛି। ଏତଦ୍ ବ୍ୟତୀତ ବର୍ତ୍ତମାନ ଫଙ୍ଗୁଆ ରଜା, ଚଣ୍ଡିଆଫାଳ, ଇଟାମୁଣ୍ଡି, କୁକୁଡ଼ା ଘର ଇତ୍ୟାଦି ନାମରେ ପରିଚିତ ଥିବା କ୍ଷୁଦ୍ର ସ୍ଥଳ ମାନଙ୍କର କ୍ଷୁଦ୍ର କ୍ଷୁଦ୍ର ଦେବାୟତନ ଥିବାର ପ୍ରମାଣ ମିଳିଛି। ଯେ ବର୍ତ୍ତମାନ ସେ କହିଛନ୍ତି ଯେ ଏହା ବ୍ୟତୀତ ସେ ଯୋଉ ମନ୍ଦିର ତା ସହିତ ଭଗ୍ନାବଶେଷ ତା ବ୍ୟତୀତ କଣ ଯେ ଫଙ୍କୁଆ ରଜା, ଚଣ୍ଡିଆଫାଳ, ଇଟାମୁଣ୍ଡି, କୁକୁଡ଼ା ଘର ଇତ୍ୟାଦି ନାମରେ ପରିଚିତ ଥିବା ଯୋଉ ଜାଗା ମାନଙ୍କରେ ମଧ୍ୟ କଣ ଯେ ଦେବାୟତନ ବା ମନ୍ଦିର ଗୁଡ଼ିକ ଥିବାର ପ୍ରମାଣ ମିଳୁଛି। ଏ ସମସ୍ତର ଅନୁସନ୍ଧାନ ଅନୁଶୀଳନ ଆବଶ୍ୟକ ସ୍ଥଳେ ଖୋଦନ ସଂରକ୍ଷଣ ପାଇଁ ସ୍ୱର୍ଗତ ମହାରାଜ ଯା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେବ ଭାରତ ସରକାର ପ୍ରତ୍ନତତ୍ତ୍ୱ ବିଭାଗର ତତ୍କାଳୀନ ଡାଇରେକ୍ଟର ଜେନେରାଲ ଫାର ଜନ୍ ମାର୍ସେଲକୁ ଅନୁରୋଧ କରିଥିଲେ। ସେଇ ସମୟରେ କଣ ହେଇଥିଲା ନା ଯେ ସେ ଯୋଉ ଯାହା ବି ଘଟିଛି ବା ସେ ଯୋଉ ବିବରଣୀ ଗୁଡ଼ିକ ସେ ଯୋଉ ବିଭିନ୍ନ ଦେବାୟତନ ହେଲା କିମ୍ବା ମନ୍ଦିର ହେଲା କିମ୍ବା ଭଗ୍ନାବଶେଷ ହେଲା, ଏହାର ମାନେ ଖୋଦନ ଏବଂ ସଂରକ୍ଷଣ ପାଇଁ ସେ ସମୟରେ ମହାରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେବ ଭାରତ ସରକାରଙ୍କର ପ୍ରତ୍ନତତ୍ତ୍ୱ ବିଭାଗରେ ଯିଏ ଥିଲେ ଡାଇରେକ୍ଟର ଜେନେରାଲ ଜନ୍ ମାର୍ସେଲକୁ ଅନୁରୋଧ କରିଥିଲେ। ମାର୍ସେଲ ସାହେବଙ୍କ ଦ୍ୱାରା ପ୍ରେରିତ ହୋଇ ରାୟ ବାହାଦୁର ରାମପ୍ରସାଦ ଚନ୍ଦ୍ର ସଦଳବଳ ମାନେ ପୁରା ଦଳ ଧରିକି 1923-24 ମସିହାରେ ଖିଚିଂ ପାଖାପାଖରେ ଖୋଦନ ଏବଂ ଅନୁସନ୍ଧାନ ଏବଂ ସଂରକ୍ଷଣ କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ସମୟରେ ମୋତେ ଏବଂ ମୋର ଗ୍ରାମବାସୀଙ୍କୁ ପ୍ରଥମ ଥର ପାଇଁ ମୋଟର କାର ଦେଖିବାର ସୁଯୋଗ ମିଳିଲା। ଯେ ଏହି ସମୟରେ ଲେଖକ କହିଛନ୍ତି ଯେ ଯେତେବେଳେ ସେମାନେ ଆସିଥିଲେ ରାମପ୍ରସାଦ ଚନ୍ଦ୍ର ସଦଳବଳ, ସେତେବେଳେ ତାଙ୍କ ଗାଁର ଲୋକମାନଙ୍କୁ ତାଙ୍କୁ ପ୍ରଥମ ଥର ପାଇଁ ମୋଟର କାର, ସେତେବେଳେ ମାନେ ବର୍ତ୍ତମାନ ଭଳିଆ ମୋଟର କାର ନଥିଲା, ବହୁତ କମ ମୋଟର କାର ଦେଖିବାକୁ ମିଳୁଥିଲା। ତ ସେତିକି ବେଳେ ସେ କହିଛନ୍ତି ଯେ ମାନେ ଏତେ ଗୁଡେ ମାନେ ଆଗରୁ ସେମାନେ କେବେ ମୋଟର କାର ଦେଖିନଥିଲେ। ତ ଯେତେବେଳେ ସଂରକ୍ଷଣ ପାଇଁ ପ୍ରଥମେ ଆସିଥିଲେ ରାମପ୍ରସାଦ ଚନ୍ଦ୍ର ଆଉ ତାଙ୍କ ଦଳ, ସେତେବେଳେ ହିଁ ତାଙ୍କ ଗାଁର ଲୋକମାନେ ପ୍ରଥମେ ମୋଟର କାର ଦେଖିବାର ସୁଯୋଗ ପାଇଥିଲେ। ମହାରାଜାଙ୍କ ଦ୍ୱାରା ନବନିଯୁକ୍ତ ଯୁବକ ଶ୍ରୀ ପରମାନନ୍ଦ ଆଚାର୍ଯ୍ୟ ଏ କାର୍ଯ୍ୟରେ ଯୋଗ ଦେଇଥିଲେ। ମୁଁ ସେତେବେଳେ ଉଚ୍ଚ ପ୍ରାଥମିକ ସ୍କୁଲର ଛାତ୍ର ଥିଲେ, ହେଁ ଆମ ଗ୍ରାମର ଏହା ଏପରି ଗୋଟିଏ ଅଭିନବ ଘଟଣା ଥିଲା ଯେ ଏହା ଅଦ୍ୟାପି ମୋର ସ୍ମୃତିପଟରେ ମନେ ରହିଛି। ସେ ଭାବୁଛନ୍ତି ଯେ ସେ ଯେତେବେଳେ ସ୍କୁଲରେ ପଢୁଥିଲେ ମଧ୍ୟ ଏମିତି ଗୋଟେ ଘଟଣା ତାଙ୍କ ଗାଁରେ ଘଟିଥିଲା, ଯୋଉଟାକି ତାଙ୍କର ବର୍ତ୍ତମାନ ମଧ୍ୟ ମନେ ପଡୁଛି। ଶୀତ ଋତୁରେ ଠାକୁରାଣୀ ମନ୍ଦିର ବେଢା ମଧ୍ୟରେ ଯେଉଁ ଖୋଦନ ଓ ଅନୁସନ୍ଧାନ ଚାଲିଲା, ତାହାରି ଫଳରେ ବହୁ ପ୍ରାଚୀନ ମୂର୍ତ୍ତି ଓ ଧ୍ୱଂସପ୍ରାପ୍ତ ମନ୍ଦିର ମାନଙ୍କର ଭଗ୍ନାଂଶ ବାହାରିଲା। ସେ କହିଛନ୍ତି ଯେ ସେତିକି ବେଳେ ଶରତ ଋତୁରେ କଣ ହେଇଥିଲା ନା ମନ୍ଦିର ବେଢାରେ ଯେଉଁ ଖୋଦନ ଏବଂ ଅନୁସନ୍ଧାନ ହେଇଥିଲା, ରାଜାଙ୍କର ଅନୁରୋଧ କ୍ରମେ ସେ ଇଂରେଜ ସରକାରଙ୍କ ପକ୍ଷରୁ ଯେଉଁ ମାନେ ଖୋଦନ ଚାଲିଥିଲା, ସେଥିରେ ପ୍ରାଚୀନ ମୂର୍ତ୍ତି ଏବଂ ଧ୍ୱଂସପ୍ରାପ୍ତ ମନ୍ଦିର ମାନଙ୍କର ଭଗ୍ନାଂଶ ବାହାରିଲା। ଏଗୁଡିକର ସଂରକ୍ଷଣ ପାଇଁ ଏଠାରେ ପରେ ଗୋଟିଏ ଛୋଟ ପକ୍କା ମ୍ୟୁଜିୟମ ଘର ତିଆରି କରାଗଲା। ସେଗୁଡ଼ିକ ସଂରକ୍ଷଣ କରିକି ରଖିବା ପାଇଁ ଗୋଟେ ମ୍ୟୁଜିୟମ ଘର ମଧ୍ୟ ତିଆରି କରାଗଲା। ଏଥିରେ ବହୁ ମୂର୍ତ୍ତି ସଂରକ୍ଷିତ ହେଲା ଓ କେତେକ ସ୍ଥାପତ୍ୟାଙ୍ଗ ଏହାର ବେଢା ମଧ୍ୟରେ ସଜ୍ଜିତ ଭାବେ ରଖାଗଲା। ଏଥିରେ ସେ ଯୋଉ ମାନେ ମ୍ୟୁଜିୟମ ଭିତରେ ବହୁ ମୂର୍ତ୍ତି ସଂରକ୍ଷିତ ହେଲା, ଏବଂ ତା ସହିତ କେତେକ ସ୍ଥାପତ୍ୟ ମାନେ ଅନେକ ଗୁଡିଏ ସ୍ଥାପତ୍ୟ ଗୁଡିକ କଳା ସ୍ଥାପତ୍ୟ, ସେଗୁଡିକ ସ୍ଥାପତ୍ୟରେ ସେ ବେଢା ବା ତାହାର ବାହାର ସଜେଇ ଦିଆଗଲା। ଖିଚିଂରେ ଥିବା ବର୍ତ୍ତମାନ ସରୋବର ଠାକୁରାଣୀ ମନ୍ଦିରର ସେତେବେଳେ ଅସ୍ତିତ୍ୱ ନଥିଲା। ସେ କହିଛନ୍ତି ଯେ ବର୍ତ୍ତମାନ ଖିଚିଂରେ ଯୋଉ ଅଛି ସରୋବର ଠାକୁରାଣୀ ମନ୍ଦିର ଯୋଉ ନିର୍ମାଣ କରାଯାଇଛି, ସେତିକି ବେଳେ ତାର କିଛି ଅସ୍ତିତ୍ୱ ନଥିଲା। ଏହାର ବହୁ ଅଂଶ 1923-24 ମସିହାର ଖୋଦନରୁ ବାହାରିବା ପରେ ସ୍ୱର୍ଗତ ସଭାପତି ପ୍ରତାପ ଚନ୍ଦ୍ର ଭଞ୍ଜଦେବ ଏହାର ପୁନର୍ନିର୍ମାଣ ପରିକଳ୍ପନା କଲେ। ଯେ ସେ
କହିଛନ୍ତି କି ଯେତେବେଳେ ବର୍ତ୍ତମାନ ଯୋଉଟା ଖିଚିଙ୍ଗର ସବୁଠୁ ବୃହତ ମନ୍ଦିର ସେତେବେଳେ ତାର ଅସ୍ତିତ୍ୱ ମଧ୍ୟ ନଥିଲା, କିଛି ନଥିଲା। ତ 1923-24 ମସିହାରେ ଖୋଦନରୁ ବାହାରିବା ପରେ ସ୍ୱର୍ଗତ ସଭାପତି ଯେଉଁ ପ୍ରତାପ ଚନ୍ଦ୍ର ଭଞ୍ଜଦେବ ଥିଲେ ସେ ସେଇ ମନ୍ଦିରର ପୁନର୍ନିର୍ମାଣ ପରିକଳ୍ପନା କଲେ ଏବଂ ତଦନୁସାରେ ସ୍ୱର୍ଗତ ପରମାନନ୍ଦ ଆଚାର୍ଯ୍ୟ ଏବଂ ସ୍ୱର୍ଗତ ଶୈଳେନ୍ଦ୍ରନାଥ ବସୁଙ୍କୁ ପୁନର୍ନିର୍ମାଣ କାର୍ଯ୍ୟରେ ସେ ନିଯୁକ୍ତି କଲେ। ସେ ମନ୍ଦିର ଯେଉଁ ଭାଙ୍ଗି ଯାଇଥିଲା ତାକୁ ନେଇକି ମନ୍ଦିର ପୁନର୍ନିର୍ମାଣ ହେଇଥିଲା, ବର୍ତ୍ତମାନ ଯାହାକୁ ଆମେ ଖିଚିଙ୍ଗର ସର୍ବବୃହତ ମନ୍ଦିର ବୋଲିକି କହୁଛୁ। ସ୍ୱର୍ଗତ ବସୁ ଖିଚିଙ୍ଗରେ ଦୀର୍ଘସ୍ଥଳ ଅବସ୍ଥାନ କରି ଏହି କାର୍ଯ୍ୟକୁ କ୍ରମାଗତ ଚଳେଇଲେ ଓ ସ୍ୱର୍ଗତ ଆଚାର୍ଯ୍ୟ ମଧ୍ୟ ଖିଚିଙ୍ଗକୁ ଆସି ତାହା ପରିଦର୍ଶନ କଲେ। ମନ୍ଦିର ନିର୍ମାଣ କାର୍ଯ୍ୟ ଆଗକୁ ବଢିଲା। 1940 ମସିହା ବେଳକୁ ପୁନର୍ନିର୍ମାଣ କାର୍ଯ୍ୟ ଶେଷ ହେଲା ଏବଂ ତତ୍କାଳୀନ 85 ସହସ୍ର ମୁଦ୍ରା ବ୍ୟତୀତ ହୋଇଥିଲେ। ଯେ 85 ସହସ୍ର ମାନେ 85 ସହସ୍ର ପିଲାମାନେ ଭାବି ଦେଖ, 85ଟା ସହସ୍ର ମାନେ 8500 ବୋଲିକି ଆମେ କହିବା, ସେତିକି ମୁଦ୍ରା ବ୍ୟତୀତ ହେଇଥିଲା ସେଇ ଖିଚିଙ୍ଗର ବୃହତ ମନ୍ଦିର ବ୍ୟୟରେ। ଏହି ମନ୍ଦିରକୁ ବର୍ତ୍ତମାନ ଦେଖି ସମସ୍ତେ ସ୍ୱୀକାର କରନ୍ତି ଯେ ପ୍ରତ୍ନତାତ୍ତ୍ୱିକ ପୁନରୁଦ୍ଧାର ଗୋଟିଏ ସୁମହତ ନିଦର୍ଶନ। ଯେ ବର୍ତ୍ତମାନ ଖିଚିଙ୍ଗରେ ଯେଉଁ ମନ୍ଦିର ଅଛି ସେଇ ମନ୍ଦିରକୁ ଦେଖିକି ସମସ୍ତେ ବିଶ୍ୱାସ କରନ୍ତି, ସ୍ୱୀକାର କରନ୍ତି ଯେ ସେଇ ମନ୍ଦିର ହେଉଛି ପ୍ରତ୍ନତାତ୍ତ୍ୱିକ ପୁନରୁଦ୍ଧାର ଗୋଟିଏ ସୁମହତ ନିଦର୍ଶନ, ଗୋଟିଏ ମହତ ନିଦର୍ଶନ ବୋଲି ତାକୁ କୁହାଯାଇଛି। ଖିଚିଙ୍ଗର କୁଟେଇ ତୁଣ୍ଡିତ ଓ ଚନ୍ଦ୍ରଶେଖର ନାମକ ଶିବ ମନ୍ଦିର ଦୁଇଟିର ପୁନର୍ନିର୍ମାଣ କାର୍ଯ୍ୟ ଆଗରୁ ମଧ୍ୟ ଶେଷ ହୋଇଥିଲା। ଅତଏବ 1940 ମସିହା ବେଳକୁ ଖିଚିଙ୍ଗର ପ୍ରତ୍ନତତ୍ତ୍ୱ ସମ୍ପଦ ନୂତନ ରୂପ ଧାରଣ କରିଥିଲା। 1940 ବେଳକୁ ବହୁତ ଗୁଡେ ଖନନ ହୋଇସାରିଥିଲା, ସେଟା ନୂଆ ରୂପ ଧାରଣ କରିସାରିଥିଲା। ସମସ୍ତେ ସ୍ୱୀକାର କରନ୍ତି ଯେ ମହାରାଜାଙ୍କ ଅମଳରେ ଏ ସ୍ଥାନର ପ୍ରତ୍ନତତ୍ତ୍ୱ ସମ୍ପଦ ଅତ୍ୟନ୍ତ ସୁମଜ୍ଜିତ ଥିଲା। ଯେ ମହାରାଜାଙ୍କ ଅମଳରେ ରାଜା ଥିଲା ସମୟରେ ହିଁ ବହୁତ ଗୁଡେ ପ୍ରାଚୀନ କୀର୍ତ୍ତି ଗୁଡ଼ିକୁ ଖୋଦିତ କରାଇଥିଲେ, ତାକୁ ସେ ପୁନରୁଦ୍ଧାର କରାଇଥିଲେ। ଖିଚିଙ୍ଗର ପ୍ରତ୍ନତତ୍ତ୍ୱ ସମ୍ପଦ ହିଁ ମୟୂରଭଞ୍ଜର ଆଦି ଇତିହାସ ଜାଣିବା ପାଇଁ ସମସ୍ତଙ୍କୁ ସାହାଯ୍ୟ କରିଥାଏ। ଖିଚିଙ୍ଗ ମ୍ୟୁଜିୟମରେ ସଂରକ୍ଷିତ ଗୋଟିଏ ଅବଲୋକିତେଶ୍ୱର ମୂର୍ତ୍ତି, ଯେ ଲେଖକ ଆରମ୍ଭରୁ ବି କହିଛନ୍ତି ଯେ ଖିଚିଙ୍ଗର ଯେଉଁ ପ୍ରତ୍ନତତ୍ତ୍ୱ ସମ୍ପଦ ଯେଉଁଗୁଡାକ ଉଦ୍ଧାର କରାଯାଇଛି ତାହା ବଳରେ ହିଁ ମୟୂରଭଞ୍ଜର ଆଦି ଇତିହାସ ଜାଣିବା ସମ୍ଭବପର ହୋଇଥାଏ। ତ ଖିଚିଙ୍ଗ ମ୍ୟୁଜିୟମରେ ସଂରକ୍ଷିତ ଗୋଟିଏ ଅବଲୋକିତେଶ୍ୱର ମୂର୍ତ୍ତିର ପଦଦେଶରେ ଲିଖିତ ଅଛି ଓଂ ରାଜ୍ୟ ଶ୍ରୀ ରାୟଭଞ୍ଜସ୍ୟ ଲୋକେଶ ଭଗବାନୟଂ ଶ୍ରୀ ଧରଣୀ ବରାହେଣ ସହ କୀର୍ତ୍ତ୍ୟା ବିନିର୍ମିତଃ। ଏଥିରୁ ଜଣାଯାଏ ଯେ ଖିଚିଙ୍ଗର କେତେକ ସ୍ଥାପତ୍ୟ ଏବଂ ମୂର୍ତ୍ତ ରାୟଭଞ୍ଜଙ୍କ ଅମଳରେ ନିର୍ମିତ ହୋଇଥିଲା। ମାନେ ରାୟଭଞ୍ଜ ଯେତେବେଳେ ରାଜା ଥିଲେ ସେତେବେଳେ ସେଗୁଡାକ ନିର୍ମିତ ହୋଇଥିଲା। ଭଞ୍ଜ ତାମ୍ର ଶାସନରେ ପ୍ରମାଣିତ ହୁଏ ଯେ ରାୟଭଞ୍ଜ ଥିଲେ ରଣଭଞ୍ଜଙ୍କର ପୁତ୍ର ଏବଂ କୋଟ ଭଞ୍ଜଙ୍କ ନାତି। ତ ରାୟଭଞ୍ଜ ଯିଏକି ଭଞ୍ଜ ବଂଶର ରାଜା ଥିଲେ, ସେ ଥିଲେ କଣ ନା ଯେ ରଣଭଞ୍ଜଙ୍କର ପୁତ୍ର ଏବଂ କୋଟ ଭଞ୍ଜଙ୍କର ନାତି। ଖିଚିଙ୍ଗର ବୃହତ୍ତମ ପୁଷ୍କରିଣୀ ଅଦ୍ୟାପି ରଣରାଙ୍ଗ ନାମରେ ବିଦିତ। ରଣରାଜ ନାମରେ ବିକୃତ ରୂପ। ଏହି ରାଜାମାନଙ୍କ ଅମଳରେ ଖିଚିଙ୍ଗର ବିଦ୍ୟମାନ ମନ୍ଦିର ଏବଂ ମୂର୍ତ୍ତିର ବହୁଳ ନିର୍ମିତ ହୋଇଥିଲା। ସେଇ ଯେତେବେଳେ ମାନେ ପିଲାମାନେ ଭଞ୍ଜ ମାନେ ଶାସନ କରୁଥିଲେ ସେଇ ସମୟରେ ଏ ସବୁ ଜିନିଷ ଖିଚିଙ୍ଗରେ ନିର୍ମିତ ହୋଇଥିଲା। ରଣଭଞ୍ଜଙ୍କର ଦୁଇଟି ତାମ୍ର ଶାସନ, ଗୋଟିଏ ଅନାମ 288 ଏବଂ 293 ସାଲ ପୂର୍ବର ରହିଛି। କେହି କେହି ଏହି ଅନାମ ଅର୍ଦ୍ଦକୁ ହର୍ଷାବ୍ଦ ବୋଲି ମଧ୍ୟ କହନ୍ତି, ମାତ୍ର ହର୍ଷାବ୍ଦ ଓଡ଼ିଶାରେ ପ୍ରଚଳିତ କୌଣସି ପ୍ରମାଣ ମିଳେ ନାହିଁ। ଭୌମକ ରାଜତ୍ୱ କାଳରେ ଏବଂ ସେମାନଙ୍କ ରାଜତ୍ୱ ପରେ ମଧ୍ୟ ଓଡ଼ିଶାରେ ସର୍ବତ୍ର ଭୌମାର୍ଦ୍ଦର ପ୍ରଚଳନ, ଯେ ବହୁ ଜାଗାରେ କହନ୍ତି ଯେ କେବଳ ଆମେ ଶତାବ୍ଦ ବୋଲି କହୁଥାଉ, ହର୍ଷାବ୍ଦ ବୋଲି କହିଥାଉ, କିନ୍ତୁ ଏ ଜାଗାରେ ମାନେ ଭୌମାବ୍ଦର ପ୍ରଚଳନ, ମାନେ ଭୌମମାନେ ଶାସନ କରୁଥିଲେ ସେମାନେ ଗୋଟେ ତାଙ୍କ ନିଜର ଗୋଟେ ଶତାବ୍ଦୀ ପ୍ରଣୟନ କରୁଥିଲେ। ତ ସେ ନିଜର ଶତାବ୍ଦୀକୁ ଭୌମାର୍ଦ୍ଦ ବୋଲି ସେମାନେ କହୁଥିଲେ। ଭୌମାର୍ଦ୍ଦ 736 ଖ୍ରୀଷ୍ଟାବ୍ଦରେ ଆରମ୍ଭ ହୋଇଥିଲା ଏବଂ ଭୌମାର୍ଦ୍ଦ ହିଁ ରଣଭଞ୍ଜଙ୍କ ତାମ୍ର ଶାସନର ଦୁଇଟି ବ୍ୟବହୃତ। ଭୌମାର୍ଦ୍ଦ ମାନେ ପିଲାମାନେ ନିଜର ଗୋଟେ ଶତାବ୍ଦୀ ସେମାନେ ଯୋଉ ପ୍ରଣୀତ କରୁଥିଲେ ଭୌମ ଶାସନ ବେଳେ ତାକୁ ଭୌମାର୍ଦ୍ଦ ବୋଲି କୁହାଯାଏ। ଏଣୁ ତାଙ୍କ ଉଲ୍ଲିଖିତ ତାମ୍ର ଶାସନ ଦୁଇଟି ଖ୍ରୀଷ୍ଟାବ୍ଦ 1024 ଏବଂ 1029 ପ୍ରଦତ୍ତ ହୋଇଥିଲା। ଅତଏବ ଖିଚିଙ୍ଗର ବିଦ୍ୟମାନ ମନ୍ଦିରମାନ ଦଶମ ଏକାଦଶ ଶତାବ୍ଦୀରେ ଗଢି ଉଠିଥିଲା। କୁହାଯାଏ ଯେ ଯୋଉ ଖିଚିଙ୍ଗରେ ଯାହା ବି ମନ୍ଦିର ଗୁଡ଼ିକ ରହିଛି, ଯାହାକି ମାନେ ପରବର୍ତ୍ତୀ ସମୟରେ ଖୋଦିତ ହୋଇଥିଲା, ଯାହାର ଭଗ୍ନାଂଶ ଗୁଡ଼ିକ, ସେ ସବୁ ମନ୍ଦିର ଗୁଡ଼ିକ କଣ ନା ଯେ ଦଶମ ଏକାଦଶ ଶତାବ୍ଦୀରେ ଗଢି ଉଠିଥିଲା ବୋଲି ପ୍ରମାଣିତ ହୁଏ। ଏ ସ୍ଥାନର ବିଦ୍ୟମାନ ମୂର୍ତ୍ତି ମନ୍ଦିର ଶୈଳୀରୁ ପ୍ରମାଣିତ ହୁଏ ଯେ ଏ ସମସ୍ତ ଦଶମ ଏକାଦଶର କୀର୍ତ୍ତି। ଦୈର୍ଘ୍ୟ ପ୍ରସ୍ତରେ ଖିଚିଙ୍ଗର ବୃହତ୍ତମ ମନ୍ଦିର ଭୁବନେଶ୍ୱରର ବ୍ରହ୍ମେଶ୍ୱର ମନ୍ଦିର ସହିତ ସମାନ। ଯେ ଦୈର୍ଘ୍ୟ ପ୍ରସ୍ତରେ ଏତେ ବୃହତ ଅଛି ଯେ ଖିଚିଙ୍ଗର ମନ୍ଦିର ଯାହାକି ଭୁବନେଶ୍ୱର ବ୍ରହ୍ମେଶ୍ୱର ମନ୍ଦିର ସହିତ ପ୍ରାୟ ସମାନ। ଉଭୟଙ୍କର ସ୍ଥାପତ୍ୟ, ମୂର୍ତ୍ତି ଓ ମନନ କଳାରେ ମଧ୍ୟ ବହୁ ସାଦୃଶ୍ୟ ରହିଛି। ବ୍ରହ୍ମେଶ୍ୱର ମନ୍ଦିର ଏକାଦଶ ଶତାବ୍ଦୀରେ ନିର୍ମିତ ହୋଇଥିବାରୁ ଖିଚିଙ୍ଗର ବୃହତ୍ତମ ମନ୍ଦିର ମଧ୍ୟ ଏହି ସମୟରେ ନିର୍ମିତ ହୋଇଥିଲା ବୋଲି ଧରାଗଲେ ଭ୍ରମାତ୍ମକ ହେବନି। ଯେ ବ୍ରହ୍ମେଶ୍ୱର ମନ୍ଦିର ଏକାଦଶ ଶତାବ୍ଦୀରେ ନିର୍ମିତ ହୋଇଛି, ତ ଖିଚିଙ୍ଗର ବୃହତ୍ତମ ମନ୍ଦିର ମଧ୍ୟ ସେ ଏକାଦଶ ଦ୍ୱାଦଶ ଶତାବ୍ଦୀର ବୋଲିକି ଗ୍ରହଣ କରାଯାଏ। ଏ ସ୍ଥାନରେ କୁଟେଇ ତୁଣ୍ଡି ମନ୍ଦିର କଳା ଓ ସ୍ଥାପତ୍ୟରୁ ଜଣାଯାଏ ଯେ ଦଶମ ଶତାବ୍ଦୀର କୀର୍ତ୍ତି। ଖିଚିଙ୍ଗର କାରୁକଳା ଓ ସ୍ଥାପତ୍ୟ ଭାରତ ଇତିହାସରେ ବିଶିଷ୍ଟ ସ୍ଥାନ ପାଇଛି। କଳା ମୁଗୁନି ପଥରରେ ନିର୍ମିତ ଏହାର ମୂର୍ତ୍ତି ମନ୍ଦିରର ଅପରୂପ ସୌନ୍ଦର୍ଯ୍ୟ ଦର୍ଶକମାନଙ୍କୁ ବିସ୍ମୟାଭୂତ କରିଥାଏ, ତାଙ୍କୁ ଅଭିଭୂତ କରିଦେଇଥାଏ। ସେ କଳା ମୁଗୁନି ପଥରରେ ନିର୍ମିତ ମନ୍ଦିର ମୂର୍ତ୍ତି ମାନଙ୍କ ମଧ୍ୟରୁ କେତେକ ବୌଦ୍ଧ ଜୈନ ମୂର୍ତ୍ତି ଥିବାରୁ ଏବଂ ଇଟାମୁଣ୍ଡି ନାମକ ସ୍ଥଳୀରୁ ବୌଦ୍ଧ ମନ୍ଦିରର ଭଗ୍ନାବଶେଷ
ଖୋଳା ହୋଇ ବାହାରିବାରୁ ଏ ଅଞ୍ଚଳରେ ପୂର୍ବରୁ ହିନ୍ଦୁ ବୌଦ୍ଧ ଜୈନ ମାନେ ସହାବସ୍ଥାନ କରୁଥିବାର ପ୍ରମାଣ ମିଳେ। ବୈତରଣୀର ଭୀମକୁଣ୍ଡ ବନ୍ଧ ଜୈନ ଫଳରେ ଏପରି ଗୋଟେ ବିକ୍ଷପତ ଐତିହାସିକ ସ୍ଥାନ ବହୁ ପାର୍ଶ୍ୱବର୍ତ୍ତୀ ଗ୍ରାମ ସହିତ ଜଳମଗ୍ନ ହେବ ବୋଲି ସମ୍ବାଦ ପ୍ରକାଶିତ ହେବା ପରେ ବନ୍ଧ ନିର୍ମିତ ପ୍ରାଥମିକ କାର୍ଯ୍ୟ ଚାଲିବା ପରେ ଏ ଅଞ୍ଚଳ ଲୋକମାନେ ବର୍ତ୍ତମାନ ଆତଙ୍କଗ୍ରସ୍ତ ହୋଇ ପଡ଼ିଛନ୍ତି। ସେ ଯେତେବେଳେ କହିଛନ୍ତି ଯେ ସେଇ ଅଞ୍ଚଳ ଲୋକମାନେ ଆମେ ଦେଖିବାକୁ ପାଇବା ଯେ ବୈତରଣୀର ଭୀମକୁଣ୍ଡ ବନ୍ଧ ବୋଲି ଯେଉଁ ଗୋଟେ ଅଛି ସେଟା ଯୋଜନା ଫଳରେ ସେଇ ସବୁ ମାନେ ଐତିହାସିକ ସ୍ଥାନ ବହୁ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଗୁଡ଼ିକ ଯେଉଁ ଐତିହାସିକ ସ୍ଥାନ ଅଛି ତାର ପାର୍ଶ୍ୱବର୍ତ୍ତୀ ଗ୍ରାମ ମାନେ ଜଳମଗ୍ନ ବୋଲି ସମ୍ବାଦ ମିଳିବା ପରେ ବର୍ତ୍ତମାନ ଲୋକମାନେ ସେ ସମୟରେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ବୋଲି ସେ କହିଛନ୍ତି। ଭଞ୍ଜ ରାଜଧାନୀ କେବେ ଖିଚିଙ୍ଗରୁ ସ୍ଥାନାନ୍ତରିତ ହେଲା ତାର ଇତିହାସ ମିଳେ ନାହିଁ, କିନ୍ତୁ ଭଞ୍ଜ ମାନଙ୍କର ପରବର୍ତ୍ତୀ ରାଜଧାନୀ ବାମନ ଘାଟିର ବହଳଦା ଠାରେ ସ୍ଥାପିତ ହୋଇଥିଲା ବୋଲି ଅନୁମିତ ହୁଏ। ଯେ ପ୍ରକୃତରେ ଭଞ୍ଜଙ୍କର ରାଜଧାନୀ ଖିଚିଙ୍ଗ ଥିଲା, କିନ୍ତୁ କେବେ ଖିଚିଙ୍ଗରୁ ସ୍ଥାନାନ୍ତରିତ ହେଲା ସେ ଜିନିଷ ଜଣା ପଡେନି, କିନ୍ତୁ ତାହାର ଇତିହାସ ମିଳେନି ଯେ କେବେ ସେ ଖିଚିଙ୍ଗରୁ ତାଙ୍କ ରାଜଧାନୀ ପରିବର୍ତ୍ତନ ହେଇଥିଲା ବୋଲି। କିନ୍ତୁ ମୟୂରଭଞ୍ଜର ଭଞ୍ଜ ମାନଙ୍କର ପରବର୍ତ୍ତୀ ରାଜଧାନୀ ବାମନ ଘାଟିର ବହଲଦା ଠାରେ ସ୍ଥାପିତ ହୋଇଥିଲା। ଯେ ବାମନ ଘାଟିର ବହଲଦା ଠାରେ ପରବର୍ତ୍ତୀ ସମୟରେ ସ୍ଥାପିତ ହୋଇଥିଲା ଭଞ୍ଜ ମାନଙ୍କର ରାଜଧାନୀ। ତାମ୍ର ଶାସନ ମାନଙ୍କର ପ୍ରମାଣିତ ହୁଏ ଯେ ଖିଚିଙ୍ଗର ମୌଳିକ ନାମ ଥିଲା ଖିଚିଙ୍ଗର ମୌଳିକ ନାମ ଥିଲା ଖିଚିଙ୍ଗ। ଏଣୁ ଏହାର ଏ ସ୍ଥାନର ଅଧିଷ୍ଠାତ୍ରୀ ଦେବୀଙ୍କର ମୌଳିକ ନାମ ଥିଲା ଖିଜିଙ୍ଗେଶ୍ୱରୀ। ତ ସେ ଯେଉଁ ଖିଚିଙ୍ଗର ଯେଉଁ ଗ୍ରାମର ଅଧିଷ୍ଠାତ୍ରୀ, କାହିଁକି ନା ପ୍ରତ୍ୟେକ ଗାଁରେ ଗୋଟେ ଅଧିଷ୍ଠାତ୍ରୀ ଦେବୀ ଥାନ୍ତି, ତ ଖିଚିଙ୍ଗର ଅଧିଷ୍ଠାତ୍ରୀ ଦେବୀଙ୍କ ନାମ ଥିଲା ଖିଚିଙ୍ଗେଶ୍ୱରୀ। କାଳକ୍ରମେ ନାମଟି ଖିଜିଙ୍ଗେଶ୍ୱରୀରୁ ଖିଚିଙ୍ଗେଶ୍ୱରୀ ହେଲା ଏବଂ ତାପରେ ପୌରାଣିକ ଭାବାପନ୍ନ ବ୍ୟକ୍ତି ମାନେ ଏହାକୁ କିଚକେଶ୍ୱରୀରେ ପରିଣତ କଲେ। ତାପରେ ସେମାନେ ଯେଉଁ ମାନେ ଖିଚିଙ୍ଗର ଯେଉଁ ଅଧିଷ୍ଠାତ୍ରୀ ଦେବୀ ତାଙ୍କୁ କିଚକେଶ୍ୱରୀ ବୋଲି କହିଲେ। ବହଲଦା ଠାରେ ଅଦ୍ୟାପି କିଚକେଶ୍ୱରୀ ନାମରେ ଗୋଟେ ଦେବୀ ପୂଜିତ ହେଉଛନ୍ତି। ଏଣୁ ମନେ ହୁଏ ଯେ ଭଞ୍ଜ ରାଜବଂଶ ସେମାନଙ୍କ ରାଜଧାନୀ ବହଲଦାକୁ ନେବା ପରେ ସେଠାରେ ମଧ୍ୟ ଖିଚିଙ୍ଗେଶ୍ୱରୀ, ସେମାନେ କହନ୍ତି ଯେ ଖିଚିଙ୍ଗରୁ ସେମାନେ ବହଲଦା ଠାରେ ମଧ୍ୟ ଗୋଟେ କିଚକେଶ୍ୱରୀ ନାମ ଗୋଟେ ଯୋଗୀ ପୂଜିତ ହେଉଛନ୍ତି। ତେଣୁ କୁହାଯାଏ ଯେ ଭଞ୍ଜ ମାନେ ତାଙ୍କ ରାଜଧାନୀକୁ ଖିଚିଙ୍ଗ ଠାରୁ ବହଲଦାକୁ ନେଲା ପରେ ସେଠାରେ ମଧ୍ୟ ସେମାନେ ଖିଚିଙ୍ଗେଶ୍ୱରୀଙ୍କ ମୂର୍ତ୍ତି ସ୍ଥାପନ କରି କିଚକେଶ୍ୱରୀଙ୍କୁ ପୂଜା କରୁଥିଲେ। ମାନେ ଖିଚିଙ୍ଗେଶ୍ୱରୀ କିଚକେଶ୍ୱରୀ ଜଣଙ୍କର ନାଁ। ଏ ରାଜବଂଶର ତୃତୀୟ ରାଜଧାନୀ ହେଉଛି ହରିହରପୁରରେ ମଧ୍ୟରେ ଯେଉଁ ଖିଜିଙ୍ଗେଶ୍ୱରୀ ଦେବୀ ଥିଲେ ସେ ଭଞ୍ଜ ମାନଙ୍କର ଶେଷ ରାଜଧାନୀ ବାରିପଦାକୁ ସ୍ଥାନାନ୍ତରିତ କଲେ। ଲାଷ୍ଟ ତାଙ୍କର ଭଞ୍ଜ ମାନଙ୍କର ଶେଷ ରାଜଧାନୀ ପ୍ରଥମେ ଥିଲା ଖିଚିଙ୍ଗ, ତାପରେ ସେଟା ହେଲା ବହଲଦା, ତାପରେ ବାରିପଦାକୁ ସ୍ଥାନାନ୍ତରିତ ହୋଇଥିଲା। ବର୍ତ୍ତମାନ ବାରିପଦାର ପୂର୍ବତମ ରାଜବାଟୀର ଗୋଟିଏ ମନ୍ଦିରରେ କିଚକେଶ୍ୱରୀ ନାମ ବହନ କରି ଏ ଦେବୀ ପୂଜିତ ହେଉଥିଲେ। କିନ୍ତୁ ସେ ଖିଚିଙ୍ଗର ଯେଉଁ ଆରାଧ୍ୟ ଦେବୀ ଥିଲେ କିଚକେଶ୍ୱରୀ, ଯେଉଁ ସେ ମାନେ ଭଞ୍ଜ ମାନଙ୍କର ଆରାଧ୍ୟ ଦେବୀ ରୂପରେ ମଧ୍ୟ ପୂଜିତା। ମୋର ମୟୂରଭଞ୍ଜର ସ୍ମୃତି ମହାରାଜା ପୂର୍ଣ୍ଣଚନ୍ଦ୍ର ମହାରାଜା ପ୍ରତାପ ଚନ୍ଦ୍ର ରାୟତ୍ତ କାଳ ତତ୍ ପରବର୍ତ୍ତୀ ସମୟ ମଧ୍ୟରେ ସୀମାବଦ୍ଧ। ମହାରାଜା ଶ୍ରୀ ରାମଚନ୍ଦ୍ରଙ୍କ ମୃତ୍ୟୁ ବେଳକୁ ମୁଁ ଶିଶୁଥିଲି। ତାଙ୍କ ମୃତ୍ୟୁ ସମୟରେ ଯେଉଁ ଶୋକ ସଙ୍ଗୀତ ରଚିତ ହୋଇଥିଲା ସେଗୁଡିକ ବହୁଦିନ ପର୍ଯ୍ୟନ୍ତ ପ୍ରଚଳିତ ଥିଲା। ସେ ଭିତରୁ ମଧ୍ୟରେ ଜଣେ ପଲ୍ଲୀ କବିଙ୍କ କଥା। ପ୍ରଥମ ଧାଡି ଗୁଡିକ ହେଉଛି କାନ୍ଦି 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 କହେ ଫେନ ଜେମା କେକି ଭଞ୍ଜ ବଂଶ ନୃପ ଚନ୍ଦ୍ରମା ହେ ସଂସାରେ ନାହିଁ ଉପମା। ତ ଯେତେବେଳେ ମହାରାଜା ଶ୍ରୀ ରାମଚନ୍ଦ୍ର ଙ୍କର ମୃତ୍ୟୁ ବେଳେ ସେତେବେଳେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ କ୍ଷୁଦ୍ର ଶିଶୁ ଥିଲେ ବୋଲିକି ସେ କହିଛନ୍ତି। ତ ତାଙ୍କର ଗୀତ ଗୁଡିକରେ ମଧ୍ୟ ଗୀତ ଲେଖା ହେଇଥିଲା କାନ୍ଦି କାନ୍ଦି କହେ ଫେନ ଜେମା କେକି ଭଞ୍ଜ ବଂଶ ନୃପ ଚନ୍ଦ୍ରମା ହେ ସଂସାରେ ନାହିଁ ଉପମା। ଭକ୍ତ କବି ମଧୁସୂଦନ ରାଓଙ୍କର ଶୋକ ଶ୍ଲୋକର ପ୍ରଥମ ଧାଡି ଗୁଡିକ ହେଉଛି ଭଞ୍ଜ ଭୂମିପତି ଶ୍ରୀରାମଚନ୍ଦ୍ର କୋଟି ଉଦାକାଶ ପୂର୍ଣ୍ଣିମା ଚନ୍ଦ୍ର। ତ ରାମଚନ୍ଦ୍ର ଦେବ ଯେଉଁ ଥିଲେ ଯାହାଙ୍କ ନାଁରେ ବର୍ତ୍ତମାନ ବାରିପଦା ବିଶ୍ୱବିଦ୍ୟାଳୟ ହେଇଛି MFCB ମହାରାଜା ଶ୍ରୀରାମଚନ୍ଦ୍ର ୟୁନିଭର୍ସିଟି ବୋଲିକି। ତ ସେ ରାଜା ଥିବା ସମୟରେ ତାଙ୍କର ମୃତ୍ୟୁ ବେଳକୁ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଛୋଟ ଥିଲେ ବୋଲିକି, ତାଙ୍କ ମୃତ୍ୟୁ ବେଳକୁ କଣ ନା କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଛୋଟ ଥିଲେ ବୋଲିକି କହିଛନ୍ତି। ଶ୍ରୀରାମଚନ୍ଦ୍ରଙ୍କ ମୃତ୍ୟୁ ବେଳକୁ ତାଙ୍କର ଜ୍ୟେଷ୍ଠ ପୁତ୍ର ପୂର୍ଣ୍ଣଚନ୍ଦ୍ର ନାବାଳକ ଥିବାରୁ ଷ୍ଟେଟଟି କେତେ ବର୍ଷ ପାଇଁ କୋର୍ଟ ଅଫ ୱାର୍ଡସ ଥିଲା। ଏହି ସମୟର ନାନା ଘଟଣାବଳୀ ମଧ୍ୟ ମୋର ମନେ ପଡୁନାହିଁ, ମାତ୍ର ପୂର୍ଣ୍ଣଚନ୍ଦ୍ରଙ୍କ ରାଜତ୍ୱ କାଳ କେତେକ ଉଲ୍ଲେଖନୀୟ ଘଟଣା ସେ କହିଛନ୍ତି। ଯେତେବେଳେ ଶ୍ରୀରାମଚନ୍ଦ୍ରଙ୍କ ମୃତ୍ୟୁ ବେଳକୁ ତାଙ୍କର ଜ୍ୟେଷ୍ଠ ପୁତ୍ର ପୂର୍ଣ୍ଣଚନ୍ଦ୍ର ନାବାଳକ ଥିଲେ, ତେଣୁ ଷ୍ଟେଟଟି କେତେ ବର୍ଷ ପାଇଁ କୋର୍ଟ ଅଫ ୱାର୍ଡସ, ମାନେ ସେଟା କୋର୍ଟର ଅଧୀନରେ ରହିବ, ସେ ରାଜା ହେଇପାରିବେନି ତାଙ୍କର ମାନେ ସେ ସାବାଳକ ନ ହେବା ପର୍ଯ୍ୟନ୍ତ। ସେଟା କୋର୍ଟର ଅଣ୍ଡରରେ ଥିଲା ବୋଲି କୁହାଯାଇଛି। ଏବଂ ମାନେ ତାଙ୍କର ପୁରାପୁରି ସେ ଘଟଣା ମନେ ପଡୁନି, କିନ୍ତୁ ପୂର୍ଣ୍ଣଚନ୍ଦ୍ର ମାନେ ରାମଚନ୍ଦ୍ରଙ୍କର ପୁଅ ପୂର୍ଣ୍ଣଚନ୍ଦ୍ରଙ୍କ ରାଜତ୍ୱ ବେଳକୁ ତାଙ୍କ ବେଳର କେତେ ଘଟଣା ତାଙ୍କର ମନେ ପଡୁଛି। ମୟୂରଭଞ୍ଜ ଗୋଟିଏ ଅରଣ୍ୟ ଗିରି ସଙ୍କୁଳ ଦୀର୍ଘାୟତ ରାଜ୍ୟ। ଜାଣିଛ ପିଲାମାନେ ସବୁଆଡେ ଅରଣ୍ୟ ପରିବେଷ୍ଟିତ ମୟୂରଭଞ୍ଜ ଜିଲ୍ଲା ଏବଂ ଗିରି ସଙ୍କୁଳ ପାହାଡ ପର୍ବତ ଘେରା ଏବଂ ଚାରିଆଡେ ଜଙ୍ଗଲ ଥିବା ଗୋଟେ ରାଜ୍ୟ ହେଉଛି ମୟୂରଭଞ୍ଜ। ଏହାର ରାଜଧାନୀ ବାରିପଦା ଠାରୁ କରଞ୍ଜିଆର ଦୂରତ୍ୱ 75 ମାଇଲ ଏବଂ କରଞ୍ଜିଆ ଠାରୁ ଖିଚିଙ୍ଗର ଦୂରତ୍ୱ 16 ମାଇଲ।
जे मयूरभंज गोटे अरण्य गिरिशंकुल राज्य तो यार राजधानी मयूरभंज राजधानी बारिपदारू करंजियार दूरत्व माने यार राजधानी पिला माने मयूरभंज जो कहा जे यार राजधानी मयूरभंज राजधानी जो बारिपदारू करंजियार दूरत्व 75 माइल और करंजिया खिचिंगर दूरत्व 16 माइल। यही हेतु महाराजा माने पांच पीढ़ सब डिविजन को प्राय आसुन ए राज्य राजरास्तार विशेष सुविधा नाला महाराजा श्रीरामचंद्र हस्तीपुष्ट करंजिया आसी स्टेट टी कोर्ट ऑफ वार्फ थिबा बेले बारिपदार करंजिया पर्यंत आसी रास्ताटी संपूर्ण होइतिला एवं 1923 मसीह किचिंग प्रधानत्व खनन कार्य आरंभ होगा पूर्व करंजिया किचिंग पर्यंत गोटे कंचा रास्ता निर्मित होइतिला ए रास्तार सुविधा पाई महाराजा श्रीरामचंद्र एवं महाराजा श्रीरामचंद्र पुओ पूर्णचंद्र और कनिष्ठ भ्राता छोटराय प्रताप चंद्र 1924 मसीह मोटर जो खिचिंग खिचिंग चली प्रतिनिधित्व कार्य गुड़िक देखी जो रास्तार सुविधा होता यही उपलक्षे एठारे गोटे बड़ धरण जनसमागम होता कहवा बाहुल्य जे समय प्रजा मैंने राजा को देवतुल्य मन करुले राजा राजदर्शन को देवदर्शन पर गोटे पुण्यकर्म मन करुले तो से समय पे जे प्रजा मैंने राजा मान कौन देवतुल्य मन करुले राजा दर्शन भगवान दर्शन भाया लगुला समय राजा ही क्षमता मधुचक्र मध्यमणि थिबारु राजा एवं राजवंश सहित घटनावली ही स्मरणीय होता तत्कालीन छोटराय एवं परवर्ती महाराजा प्रताप चंद्र 1925 मसीह जो विवाह सब होता गोटे स्मरणीय घटना प्रताप चंद्र जो विवाह सबर कथा जगह वर्णना कर लेखक करंजिया मध्य इंग्राजी विद्यालय पढ़ुला मोर केत सहपाठी सेकेंड मास्टर स्वर्गत पद्मचल महापात्र सहित यही उत्सव देखा बारिपदा जाइलु से बारिपदार बिजुली आलुर व्यवस्था नाला जे विवाह उत्सव देखा से जाइए बारिपदा को माने पद्मलोचन महापात्र सहित देखिए उत्सव देखा बारिपदा जाइए किए लेखक और तार केत सहपाठी तो से बारिपदार बिजुली आलुर व्यवस्था नाला कन्या सहित बर को जो बारिपदा स्टेशन रु राजबाटी पर्यंत शोभायात्रा रणागला से समग्र 1 माइल रास्ताटी को उभय पार्श्वस्थ स्तंभ मान झुलुवा पंप लाइट द्वारा आगु गोटे पंप लाइट थिला पिला माने जेते दूर पर्यंत थिला लंबा रास्ता सेतिक पर्यंत कोन उभय पार्श्व लाइट द्वारा से गुडा को आलोकित करा हेतिला ए आलोकर समाहार ताहा मु पूर्व देखि नथिली शोभायात्रा रे हाथी घोड़ा बेंडवाद्य इत्यादि समावेश मध्यरे दुईटी चतुर्दल गति करुथिला एथि पूर्व मध्यरु अग्रगामी चतुर्दलटी मध्यरे माने दल माने जेमिति कि बोही कि नउथिला आगरु ना सेमिति तो एथि मध्यरु अग्रगामी चतुर्दलटी मध्यरे जने नारी आरोहण कर संगीत गान करुले पछक सुसज्जित चतुर्दल में समाविष्ट बरंग उपर दुजन सुसज्जित बालक उभय पार्श्वर श्वेत चामर ढालुले सभा पछरे फाहा पुरार राजकन्या प्रेम कुमारी कन्या रूप में सुसज्जित रुद्ध शिविकार उपविष्ट शिविका माने जो आगरू कौन होता ना जे दीटा बाउंस गाठी गोटे एमती माने जाली माने गोटे एमती बाउंसर जाली देकी ताको एमती खंदर दुजन बहुतले से भितर राणी उपवेशन करुले ए विवाह उत्सव बहुत दिन पर्यंत चली कलिकतार मिनर्वा थिएटर निर्वाक चलचित्र आसीला बहु प्रकार आतसबाजी प्रत्यय प्रदर्शित होता मुझे समय सर्वप्रथम निर्वाक चलचित्र देखा सुजोग पाई चलचित्र गुड़ाक से सब गुड़िक आसीला राजा बाहागर समय बह 2 वर्ष पूर्व महाराजा खोडुता राउतराय साहेबर पुत्र लाल साहेब प्रफुल्ल चंद्र सहित बस्तर राजकन्या प्रफुल्ल कुमारी विवाह समारोह अनुष्ठित होता है से बह 2 वर्ष पर पुणी आ गए विवाह अनुष्ठित होता जोटा कि प्रफुल्ल चंद्र प्रफुल्ल कुमारी बस्तर स्टेट रो अपुत्रिक महाराजा एकमात्र संतान एवं उत्तराधिकारी विवाह को अत्यंत गुरुत्वपूर्ण धरा तो से जो प्रफुल्ल चंद्र सहित प्रफुल्ल कुमारी विवाह होता तो प्रफुल्ल कुमारी से बस्तर बस्तर मान पे जो मध्य प्रदेश बर्तमान अच्छी तो से बस्तर स्टेट रो जार पुओ नथिले से महाराजा एकमात्र संतान थे राजकन्या और से उत्तराधिकारी से विवाह को अत्यंत गुरुत्वपूर्ण धरा एणु बारिपदार यह समय विपुल उत्सव आयोजन कराइला से बारिपदा हाईस्कूल छात्र थे से कहते से समय माने एमती गोटे चमत्कार दृश्य गुड़ा देखा मिलता जहाँकि केवल आगे देखा मिल ना सब राजा मान विवाह एत धूमधाम आयोजित होता है जहाँ देखिकी माने लेखक आनंद कहले न सरे से निजे बर्तमान 68 वर्ष बयस कहते सेमती उत्सव से केवल आगु देखी नथिले बोलिकी 1929 मसीह महाराजा पूर्णचंद्र बॉम्बे धनुष टंकार रोग रे आक्रांत होई मात्र 29 वर्ष बयस प्राणत्याग कले शव स्पेशल ट्रेन जोगे बॉम्बे आसी बारिपदार पहुंचला से समय दृश्य मोर श्रुतिपट लगी रही माने धनुष टंकार बोली गोटे रोग व्यापी से समय से बयस महाराजा पूर्णचंद्र जे मात्र 29 वर्ष बयस से प्राणत्याग करते शव बॉम्बे आसिक बारिपदार पहुंचला से समय दृश्य वर्तमान मन पड़ुची समस्त कर्मचारी और बहु प्रजा
ରାଜବାଟୀରେ ରୁଣ୍ଡ ହୋଇଯାଇଥିଲେ। ମହାରାଜା ପୂର୍ଣ୍ଣଚନ୍ଦ୍ର ନିଃସନ୍ତାନ ଥିଲେ, ଏଣୁ ପୂର୍ବ ପ୍ରଥା ଅନୁସାରେ ତାଙ୍କର ସାନ ଭାଇ ପ୍ରତାପ ଚନ୍ଦ୍ର ଗାଦିନ ଫାନ ହେବା ପରେ ହିଁ ଶବ ସତ୍କାର ବ୍ୟବସ୍ଥା କରାଯାଇଥିଲା। ଶୋକାକୁଳ ପ୍ରତାପ ଚନ୍ଦ୍ର ରାଉତରାୟ ସାହେବଙ୍କ ଗହଣରେ ଯାଇ କିଚକେଶ୍ୱରୀ ମନ୍ଦିରରେ ମନ୍ତ୍ର ପାଠ କରି ଗାଦିନ ଫିନ୍ ହେବା ସହ ଶବ ସତ୍କାର ପାଇଁ ଅନୁମତି ଦେଲେ। ତାପରେ ବ୍ୟାଣ୍ଡ ବାଦ୍ୟ ଏବଂ ମଧ୍ୟରେ ଶବକୁ ବଳଙ୍ଗ କଳକୁ ଅନୁଯାୟୀ ଦାହ କରାଯାଇଥିଲା। ଅନ୍ତ୍ୟେଷ୍ଟି କ୍ରିୟାରେ ବହୁ ବ୍ରାହ୍ମଣଙ୍କ ପାଇଁ ଭୂରି ଭୋଜନ ଏବଂ ବହୁ ବ୍ରାହ୍ମଣ ପଣ୍ଡିତକୁ ଉପଢୌକନ ଦାନ ଇତ୍ୟାଦିର ବ୍ୟବସ୍ଥା କରାଯାଇଥିଲା। ତ ସେ କଥା ତାଙ୍କର ମନେ ପଡୁଛି। ତ ପିଲାମାନେ ଦେଖ ଏଇ ଜାଗାରେ ଯେଉଁ ରାଜାଙ୍କର ବିବାହ ଏତେ ଧୁମଧାମରେ ହେଇଥିଲା, ମୃତ୍ୟୁ ମଧ୍ୟ ତାଙ୍କ ପାଖକୁ ଅତି ସହଜରେ ପଳେଇ ଆସିଲା। କିନ୍ତୁ ସେଇଥିପାଇଁ ମାନେ କହନ୍ତି ନା, ଯାହା ପାଖରେ ଯେତେ ଧନ ଯେତେ ଯାହା ଥିଲେ, ସେ ରାଜା ହଉ କିମ୍ବା ସରକାର ହୁଅନ୍ତୁ ପଛେ, ମୃତ୍ୟୁ କାହାକୁ ଅପେକ୍ଷା କରେନି, ତାର ଆସିବାର ସମୟ ଥିଲେ ସେ ପଳେଇ ଆସିବ। 1930 ମସିହାରେ ବିହାର ଓଡ଼ିଶା ର ଲାଟ୍ ଫାର୍ ହ୍ୟୁ ଲାନ୍ସ ଡାଉନ୍ ଷ୍ଟିଫେନସନ ଆସିବା ବେଳେ ବାରିପଦାରେ ଚାଞ୍ଚଲ୍ୟ ଖେଳିଗଲା। ମହାରାଜା ପୂର୍ଣ୍ଣଚନ୍ଦ୍ରଙ୍କର ମୃତ୍ୟୁର 1 ବର୍ଷ ପୂରି ନଥିବାରୁ ଲାଟ୍ ସାହେବଙ୍କ ଆଗମନ ସମୟରେ ସହରରେ ସାଜସଜ୍ଜା କରାଯାଇ ନଥିଲେ। ଶିକାର ପାଇଁ ତାଙ୍କୁ ସୁଯୋଗ ପ୍ରଦାନ, ତାଙ୍କୁ ଛଉ ନୃତ୍ୟ ପ୍ରଦର୍ଶନ ଏବଂ ସଭାପତିର ଦରବାରରେ ସମର୍ଥନ ଜ୍ଞାପନ ଇତ୍ୟାଦି ବିଧିବଦ୍ଧ ଭାବରେ କରାଯାଇଥିଲା। ସେତେବେଳେ ବିହାର ଓଡ଼ିଶାର ଲାଟ୍ ଯିଏ ଥିଲେ, ସେ ତାଙ୍କ ନାଁ ହେଉଛି ଯେ ହ୍ୟୁ ଲାଉନସନ ଡାଉନ୍ ଷ୍ଟିଫେନସନ। ସେ ବାରିପଦା ଯେତେବେଳେ ଆସିଲେ, ସେତେବେଳେ ବାରିପଦାରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ମହାରାଜା ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁର 1 ବର୍ଷ ପୂରି ନଥିବାରୁ ଲାଟ୍ ସାହେବଙ୍କର ଆଗମନ ସମୟରେ ବିଶେଷ କରି ସାଜସଜ୍ଜା କରାଯାଇ ନଥିଲା, କିନ୍ତୁ ତାଙ୍କୁ ଶିକାର ପାଇଁ ସୁଯୋଗ ପ୍ରଦାନ, ଛଉ ନୃତ୍ୟ ପ୍ରଦର୍ଶନ, ତାଙ୍କୁ ସମ୍ବର୍ଦ୍ଧନା ଇତ୍ୟାଦି ବିଧିବଦ୍ଧ ଭାବରେ କରାଯାଇଥିଲା। ଏହି ଦରବାରରେ ବସିବା ପାଇଁ ଛାତ୍ରମାନଙ୍କୁ ମଧ୍ୟ ସୁଯୋଗ ଦିଆଯାଇଥିଲା। ମାତ୍ର ଗୋଟିଏ ସର୍ତ୍ତ ଥିଲା, ପ୍ରତ୍ୟେକ ଛାତ୍ର ମୁଣ୍ଡରେ ପଗଡ଼ି ପିନ୍ଧି ଦରବାରରେ ବସିପାରିବେ। ମୁଁ ଖାଲି ଏହି ଦରବାରରେ ନୁହେଁ, ମୟୂରଭଞ୍ଜର ଏକାଧିକ ଦରବାର ସଚୁକରେ ଯେତେବେଳେ ସେମାନେ ଆସୁଥିଲେ, ପିଲାମାନେ ଗୋଟେ ମିଟିଂ ଟାଇପର ହଉଥିଲା, ତ ସେଇ ମିଟିଂରେ ଯିଏ ବି ଚାହିଁଲେ ବସିପାରିବେ, କିନ୍ତୁ ସେଥିପାଇଁ ମୁଣ୍ଡରେ ପଗଡ଼ି ଥିବା ଦରକାର। ସମସ୍ତ ଦରବାର ରାଜବାଟୀର ଦ୍ୱିତୀୟ ଅଗଣାରେ ଚାନ୍ଦୁଆ ତଳେ ବସୁଥିଲା ଏବଂ ଏଥିରେ ନିମନ୍ତ୍ରିତ ରାଜ କର୍ମଚାରୀ ବୃନ୍ଦ, ସହର ତଥା ଷ୍ଟେଟରୁ ଆଗତ ନିମନ୍ତ୍ରିତ ବ୍ୟକ୍ତିଗତ ଯଥାଯୋଗ୍ୟ ଆସନରେ ବସୁଥିଲେ। ଦର୍ଶକମାନଙ୍କ ସହିତ ଛାତ୍ରମାନେ ମଧ୍ୟ ସ୍ଥାନ ପାଉଥିଲେ। ମହାରାଜା ସ୍ୱର୍ଣ୍ଣମଣ୍ଡିତ ଚେୟାରରେ ବସୁଥିଲେ ଏବଂ ତାଙ୍କ ପାଖରେ ରାଜ ପରିବାର ବର୍ଗ, ଉଚ୍ଚ କର୍ମଚାରୀ ଏବଂ ଶ୍ୱେତାଙ୍ଗ ଶ୍ୱେତାଙ୍ଗୀ ମାନେ ସ୍ଥାନ ପାଉଥିଲେ। ଏହି ଶ୍ୱେତାଙ୍ଗ ଶ୍ୱେତାଙ୍ଗୀ ମାନଙ୍କ ମଧ୍ୟରେ ଅଧିକାଂଶ ଥିଲେ ଷ୍ଟେଟର ଖ୍ରୀଷ୍ଟିଆନ ପାଦ୍ରୀ। ମାନେ ଶ୍ୱେତାଙ୍ଗ ଶ୍ୱେତାଙ୍ଗୀ ମାନେ ଗୋରା ଚର୍ମ, ମାନେ ଇଂଲଣ୍ଡ ଖ୍ରୀଷ୍ଟିଆନ ଇଂରେଜ ମାନେ ସେ ଜାଗାରେ ସମସ୍ତେ ବସୁଥିଲେ। ରାଜ ପରିବାର ଲୋକମାନେ ମଧ୍ୟ ବସୁଥିଲେ, ବାକି ମାନେ ତଳେ ମଧ୍ୟ ବସୁଥିଲେ। ଗୋଟେ ମିଟିଂ ଚାଲିଥିଲା, ଯାହାକୁ ଆମେ ଦରବାର ବୋଲି କୁହାଯାଇଛି। ବାରିପଦାର ଛଉ ନୃତ୍ୟ ଭାରତ ବିଖ୍ୟାତ, ଏଇଟା ସମସ୍ତେ ଜାଣିଛ ପିଲାମାନେ। ଏହା ପ୍ରତିବର୍ଷ ରାଜବାଟୀର ଦ୍ୱିତୀୟ ଅଗଣାରେ ଚୈତ୍ର ପର୍ବ ସମୟରେ ଅନୁଷ୍ଠିତ ହେଉଥିଲା। ଏହା ଛଡା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ଆଗମନ ଉପଲକ୍ଷରେ ଏହି ଛଉ ନୃତ୍ୟ ପ୍ରଦର୍ଶିତ ହେଇଥାଏ। ସମ୍ରାଟ ପଞ୍ଚମ ଜର୍ଜ ଭାରତକୁ ଆସିଲା ବେଳେ ମହାରାଜା ଶ୍ରୀ ରାମଚନ୍ଦ୍ର ଏହି ନୃତ୍ୟ ତାଙ୍କୁ କଲିକତାରେ ଦେଖି ଉଚ୍ଚ ପ୍ରଶଂସା ପାଇଥିଲେ। ମହାରାଜା ପ୍ରତାପ ଚନ୍ଦ୍ରଙ୍କ ରାଜତ୍ୱ ପ୍ରାରମ୍ଭରେ ବିହାର ଓଡ଼ିଶା ଲାଟ୍ ବାରିପଦାରେ ଆସିବା ବେଳେ ତାଙ୍କ ସମ୍ମୁଖରେ ଏହି ଛଉ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ବାରିପଦାର ସାଇ ସାଇ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲି ଚୈତ୍ର ପର୍ବର ବହୁ ପୂର୍ବରୁ ଏହି ନୃତ୍ୟ ଶିକ୍ଷା କରାଯାଉଥିଲା। ଏହା ଛଡା ମହାରାଜାଙ୍କର ଗୋଟିଏ ସ୍ଥାୟୀ ଦଳ ମଧ୍ୟ ଥିଲା ଏବଂ ଏହି ଦଳର ନୃତ୍ୟକାରୀ ମାନେ ତାଙ୍କଠାରୁ ବେତନ ପାଇଁ ବର୍ଷ ଯାକ ଏହି ନୃତ୍ୟ ଶିକ୍ଷାରେ ରତ ରହୁଥିଲେ। ଗୋଟେ ଦଳ ଥିଲା ଏବଂ ସେମାନେ ମାନେ ବେତନ ପାଇକି ମଧ୍ୟ ଛଉ ନୃତ୍ୟ ଶିଖୁଥିଲେ ଏବଂ ତାକୁ ସେମାନେ ପରବର୍ତ୍ତୀ ସମୟରେ ଲୋକମାନଙ୍କ ଆଗରେ ପ୍ରଦର୍ଶନ କରୁଥିଲେ। ରାଜବାଟୀର ଦ୍ୱିତୀୟ ପ୍ରଶସ୍ତ ପ୍ରାଙ୍ଗଣରେ ଏହି ନୃତ୍ୟ ପ୍ରଦର୍ଶିତ ହେବା ବେଳେ ରାଜ୍ୟର ଦୂର ଦୂରାନ୍ତରରୁ ବହୁ ନାରୀ, ବାଳକ ବାଳିକା ଦର୍ଶକ ରୂପେ ରାଜବାଟୀର ପ୍ରାଙ୍ଗଣ ଏବଂ ଛାତରେ ଭରପୁର ହୋଇ ରାଜବାଟୀକୁ ନାନା ଭାବରେ ଅପରିଷ୍କୃତ କରୁଥିଲେ। ସେମାନଙ୍କ ଉପରେ କୌଣସି ପ୍ରକାର କଟକଣା କରାଯାଉନଥିଲା। ସେମାନେ ଆସିକି ମାନେ ଲୋକମାନେ ଜମା ହେଲେ ତ ଅପରିଷ୍କାର ହେବ ନା, ସେମାନେ ସେ ନୃତ୍ୟ ଦେଖିବାକୁ ଜମା ହେଉଥିଲେ। ନୃତ୍ୟରେ ବ୍ୟାଣ୍ଡ ବାଦ୍ୟ, ମଧ୍ୟ ସଙ୍ଗୀତ, ବହୁ ପ୍ରକାରର ମୂଲ୍ୟବାନ ବସ୍ତ୍ର, ପୋଷାକ ଏବଂ ସାଜସଜ୍ଜା ବ୍ୟବହୃତ ହେଉଥିଲା। ବ୍ୟାଣ୍ଡ ବାଦ୍ୟର ତାଳ ସହିତ ପାଦ ମିଳାଇ ନୃତ୍ୟକାରୀ ମାନେ ଯେଉଁ ନୃତ୍ୟ ପ୍ରଦର୍ଶନ କରୁଥିଲେ ତାହା ଅତ୍ୟନ୍ତ ଚିତ୍ତାକର୍ଷକ ଏବଂ ଲୋମହର୍ଷକ ସେଟା ଥିଲା ବା ଆକର୍ଷଣୀୟ ଅତ୍ୟନ୍ତ ଥିଲା। ବାରିପଦାର ଛଉ ନୃତ୍ୟରେ ଛଉ ବା ମୁଖାର ବ୍ୟବହୃତ ହେଉନଥିଲା। ବାରିପଦାରେ ହଉନଥିଲା ପିଲାମାନେ, କେବଳ ମୟୂରଭଞ୍ଜରେ ହଉଥିଲା। ଏଣୁ ଏହା ପରମ୍ପରାର ବିଚ୍ଛିନ୍ନ ହୋଇଥିଲେ ପୂର୍ବତଳ ଏବଂ ନୃତ୍ୟକୁ ବିଧିବଦ୍ଧ ଭାବରେ ଅନୁସରଣ କରାଯାଉଥିଲା। କେତେକାଂଶରେ ଏହାକୁ ଆଧୁନିକରଣ କରାଯାଇ ଅଧିକ ଚିତ୍ତାକର୍ଷକ କରାଯାଇଥିଲା। ଯେତେବେଳେ ଆମେ ଦେଖିବା ଯେ ମୟୂରଭଞ୍ଜ ରେ ଯେମିତି କି ମାନେ ଛଉର ମୁଖାର ବ୍ୟବହାର ହଉଥିଲା, ସେଇଭଳି ଭାବରେ ବାରିପଦାରେ ମୁଖାର ବ୍ୟବହାର ହଉନଥିଲା ବୋଲି ଲେଖକ କହିଛନ୍ତି। ମୟୂରଭଞ୍ଜର ହାତୀଧରା ଆଉ ଗୋଟେ ଆକର୍ଷଣୀୟ ବିଷୟ, ମୟୂରଭଞ୍ଜର ହାତୀଧରା ଆଉ ଗୋଟେ ଆକର୍ଷଣୀୟ ବିଷୟ ଥିଲା। ହାତୀଧରା ପାଇଁ ବହୁତ ଦିନ ଆଗରୁ ଆୟୋଜନ ଚାଲୁଥିଲା। ମୋ ସମୟରେ ଉଦଳା ସବ୍ ଡିଭିଜନର ହାତୀବାରି ଓ ଖଣ୍ଡା ଡୁବା ଠାରେ ଯେଉଁ ଖେଦା ତିଆରି ହୋଇଥିଲା, ହୁଏତ ତାହାର ଭଗ୍ନାବଶେଷ ବା ସ୍ମୃତିଚିହ୍ନ ଅଦ୍ୟାପି ବର୍ତ୍ତମାନ ମଧ୍ୟ ରହିଛି। ଯେ ଗୋଟେ ଖଣ୍ଡା ଗୋଟେ ଖେଦା ତିଆରି କରାଯାଉଥିଲା ହାତୀକୁ ଧରିବା ପାଇଁ। ପ୍ରକାଣ୍ଡ ପ୍ରକାଣ୍ଡ କାଠଗଣ୍ଡି ସାହାଯ୍ୟରେ ଯେଉଁ ଦୀର୍ଘତମ ଗୋଲାକାର ଖେଦା ତିଆରି ହେଉଥିଲା, ସେଥିରେ ଏକମାତ୍ର ଗେଟ୍ ରହୁଥିଲା ଏବଂ ସେଇ ଗେଟ୍ରେ ଗୋଟେ ସୁଦୃଢ କବାଟକୁ ଝୁଲାଇ ଦିଆଯାଉଥିଲା। ଯେମିତି ପିଲାମାନେ ଗୋଟେ ଗାତ ତିଆରି କରିକି ସେଥିରେ ଏମିତି ବାଡି ମାନେ ଦେଇକି ଗୋଟେ ଗେଟ୍ ଦିଆଯାଉଥିଲା ଏବଂ ହାତୀ ଏଠାକୁ ପଶି ଆସିଲେ ଗେଟ୍ଟା ଅଟୋମେଟିକ ପଡି ଯାଉଥିଲା।
ଖେଦା ଭିତରେ ଆଗରୁ ପୋଷା ହାତୀ ମାନଙ୍କୁ ରଖାଯାଉଥିଲା। ଆଖୁ କିମ୍ବା ଅନ୍ୟ କୌଣସି ଲୋଭନୀୟ ଖାଦ୍ୟଦ୍ରବ୍ୟ ହାତୀମାନଙ୍କର ଯାତାୟାତ ସ୍ଥଳୀଠାରୁ ଗେଟ୍ ପର୍ଯ୍ୟନ୍ତ ପକାଇ ଦିଆଯାଉଥିଲା। ଖାଦ୍ୟଦ୍ୱାରା ଆକୃଷ୍ଟ ହୋଇ ବନ୍ୟ ହସ୍ତୀମାନେ ଖେଦା ଭିତରେ ପଶିବା ମାତ୍ରେ ଝୁଲା ହୋଇଥିବା କବାଟଟିକୁ ପକାଇ ଦିଆଯାଉଥିଲା। ସେମାନେ ବନ୍ଦୀ ହେବା ପରେ ଗର୍ଜନ ତର୍ଜନ କରି ଗେଟ୍ ଭାଙ୍ଗିବାର ପ୍ରବଳ ଉଦ୍ୟମ କରୁଥିଲେ। ମାତ୍ର ଏହି ସମୟରେ ଖେଦା ବାହାରେ ବହୁତ ବ୍ୟକ୍ତି ବାଦ୍ୟ ବଜାଇ ବା ମୁଖ ରାବ କରି ସେମାନଙ୍କୁ ଭୀତ କରୁଥିଲେ। ତ ଯେତେବେଳେ କଣ ହଉଥିଲା ନା ପିଲାମାନେ ଯେ ଆଖୁ ହେବା କିମ୍ବା ହାତୀ ଯାହା ଖାଇବ ଏଟା ମାନେ ଭାବିନିଅ ଖେଦା ବିଭିନ୍ନ ବିରାଟ କାୟ ବଂଶ ଦେଇକି ଉପରେ ଗେଟ୍ ଲାଗିଛି। ଏଟା ଏମିତି ଗୁମ୍ଫା ଟାଇପର ହେଇଛି ଏଣ୍ଟ୍ରି ଗେଟ୍। ତ ଏଇ ଜାଗାରେ ଏମିତି ଆଖୁ 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 ପଡିକି ହାତୀ କଣ କରିବ ନା ଖାଇ ଖାଇ ଖାଇକି ଖାଇକି ପଳେଇ ଆସିବ। ପଳେଇ ଆସିଲା ପରେ ଉପରେ ଯୋଉମାନେ ଥିବେ ଗେଟ୍ ଟାକୁ ପକେଇଦେବେ। ଗେଟ୍ ଟାକୁ ଯେତେବେଳେ ପକେଇଦେବେ ତାପରେ ଭିତରେ ହାତୀ ରଡିବ, ତାକୁ ଭାଙ୍ଗିବାକୁ ଚେଷ୍ଟା କରିବ। ତ ବାହାର ଲୋକମାନେ ସାଉଣ୍ଡ ବଜେଇକି ହାତୀକୁ ଭୟଭୀତ କରିବାକୁ ଚେଷ୍ଟା କରିବେ। ତତ୍ପରେ ହାତୀ ପୋଷା ହାତୀମାନଙ୍କ ଉପରେ ବସିଥିବା ମାହୁନ୍ତମାନେ ବହୁ ସାବଧାନତାର ସହିତ ପୋଷା ହାତୀମାନଙ୍କ ପାଦ ସହିତ ବଣୁଆ ହାତୀମାନଙ୍କ ପାଦମାନଙ୍କୁ ବଡ ବଡ ଲୁହା ଜଞ୍ଜିରରେ ବାନ୍ଧି ଦେଉଥିଲେ। ଦୁଇଟି ପୋଷା ହାତୀ ମଧ୍ୟରେ ଗୋଟିଏ ବଣୁଆ ହାତୀକୁ ଏପରି ଭାବରେ ବାନ୍ଧି ଦିଆଯାଉଥିଲା ଯେ ବଣୁଆ ହାତୀର ପଳାଇ ଯିବାର କୌଣସି ଉପାୟ ନଥିଲା। ଏପରି ବନ୍ଦୀ ଅବସ୍ଥାରେ ସେମାନଙ୍କୁ ବାରିପଦା ଅଣାଯାଉଥିଲା। ସେ ଜଙ୍ଗଲରେ ତାକୁ ଧରିକି ଦୁଇଟା ପୋଷା ହାତୀ ଥିଲେ, ପୋଷା ହାତୀ ଭିତରେ ସେ ବଣୁଆ ହାତୀକୁ ଜଞ୍ଜିର ପକେଇକି ବାନ୍ଧି ଦିଆଯାଉଥିଲା। ସେ କୁଆଡେ ବି ପଳେଇ ପାରିବ ନାହିଁ ଏବଂ ସେଇ ଜଙ୍ଗଲ ହାତୀ ପରବର୍ତ୍ତୀ ସମୟରେ ପୋଷା ହାତୀ ହେଇଯାଉଥିଲା। ପୋଷା ହାତୀ ମାନେ ଗୋଟେ ପ୍ରକାର ଦେଖିବା ଛୋଟ ଛୋଟ ବେଳୁ ପିଲାମାନେ ଛୋଟ ଛୋଟ ବେଳୁ ଯୋଉମାନଙ୍କୁ ନେଇକି ପାଳନ କରାଯାଉଥିଲା ତାକୁ ଆମେ ପୋଷା ହାତୀ ବୋଲି କହିଥାଉ। ପାଳନ କରନ୍ତି ଯୋଉମାନେ କଥା ମାନନ୍ତି ଏବଂ ଜଙ୍ଗଲି ହାତୀକୁ ଜଞ୍ଜିର ବାନ୍ଧିକି ସେ ଦିଟା ପୋଷା ହାତୀ ମଧ୍ୟରେ ମଝିରେ ଜଙ୍ଗଲି ହାତୀକୁ ବାନ୍ଧିକି ବାରିପଦା ନିଆଯାଉଥିଲା। ମହାରାଜା ଶ୍ରୀରାମଚନ୍ଦ୍ରଙ୍କ ରାଜତ୍ୱ କାଳରେ ମୟୂରଭଞ୍ଜରେ ଯେଉଁ ପ୍ରଶାସନିକ ସାଂସ୍କୃତିକ ପ୍ରଗତି ଘଟିଥିଲା ତାହା ତାଙ୍କର ପୁତ୍ରଙ୍କ ରାଜତ୍ୱ କାଳରେ ଅକ୍ଷୁଣ୍ଣ ରହିଥିଲା। ଯେ ଶ୍ରୀରାମଚନ୍ଦ୍ରଙ୍କ ରାଜତ୍ୱ କାଳରେ ମୟୂରଭଞ୍ଜରେ ଯେଉଁ ମାନେ ପ୍ରଶାସନିକ ଏବଂ ସାଂସ୍କୃତିକ ଯେଉଁ ପ୍ରଗତି ଘଟିଥିଲା ତାଙ୍କ ପୁତ୍ରମାନଙ୍କ ସମୟରେ ମଧ୍ୟ ସେଟା ଅକ୍ଷୁଣ୍ଣ ରହିଥିଲା। କେତେ ଗୁଡିଏ ବିଷୟରେ ମୟୂରଭଞ୍ଜ ବ୍ରିଟିଶ ଶାସିତ ଓଡ଼ିଶା ଠାରୁ ମଧ୍ୟ ଉନ୍ନତ ଏବଂ ଅଗ୍ରଣୀ ଥିଲା। ମୟୂରଭଞ୍ଜରେ ଯେଉଁ ପ୍ରଜାସତ୍ତ୍ୱ ଆଇନ ପ୍ରଚଳିତ ଥିଲା ତଦ୍ୱାରା ପ୍ରଜାମାନେ ନିଜ ନିଜର ଜମି ଉପରେ ପୂର୍ଣ୍ଣ ଅଧିକାର ଆସିଥିଲା। ମହାରାଜା ଯଦୁନାଥ ଭଞ୍ଜ ମୟୂରଭଞ୍ଜର ଜମିଦାରମାନଙ୍କୁ ସମ୍ପୂର୍ଣ୍ଣ ରୂପରେ ଧ୍ୱଂସ କରିଦେଇଥିବାରୁ ପରବର୍ତ୍ତୀ କାଳରେ ରାଜା ପ୍ରଜା ମଧ୍ୟରେ କୌଣସି ମଧ୍ୟ ସ୍ୱାତ୍ୱାଧିକାର ସ୍ଥାନ ନଥିଲା। ସେତିକି ବେଳେ କଣ ହେଇଥିଲା ନା ସେ କହିଛନ୍ତି ଯେ ମୟୂରଭଞ୍ଜର ଜମିଦାରୀ ପ୍ରଥାକୁ ସମ୍ପୂର୍ଣ୍ଣ ରୂପରେ ଧ୍ୱଂସ କରିଥିଲେ ମହାରାଜ। ସେଥିପାଇଁ ଲୋକମାନଙ୍କୁ ବେଶୀ ହଇରାଣ ହେବାକୁ ପଡୁନଥିଲା, କାହିଁକି ଲୋକମାନଙ୍କୁ ରାଜାଙ୍କ ଅପେକ୍ଷା ଜମିଦାର ମାନେ ବେଶୀ ଶୋଷଣ କରନ୍ତି ସେଇଥିପାଇଁ। ଏଣୁ ମହାରାଜା ଶ୍ରୀ ରାମଚନ୍ଦ୍ରଙ୍କ ଅମଳରେ ପ୍ରବର୍ତ୍ତିତ ପ୍ରଜାସତ୍ତ୍ୱ ଆଇନ ବଳରେ ପ୍ରଜାମାନେ ସ୍ୱ ଜମିର ଉନ୍ନତି ସାଧନ, ସମ୍ପ୍ରସାରଣ, ହସ୍ତାନ୍ତର, ଖରିଦ ବିକ୍ରି ଅବାଧରେ କରିପାରୁଥିଲେ। ସେମାନେ ତାଙ୍କର ଜମି ଉପରେ ତାଙ୍କର କର ଦେଲେ ମଧ୍ୟ ତାଙ୍କର ଜମି ଉପରେ ପୁରାପୁରି ଅଧିକାର ଥିଲା। ସେମାନେ ଯାହା ବି ଚାହିଁବେ ଜମିର ଉନ୍ନତିକରଣ ହେଲା, ସମ୍ପ୍ରସାରଣ ହେଲା, ହସ୍ତାନ୍ତର ହେଲା, ଖରିଦ ବିକ୍ରି ହେଲା, ସେମାନେ ସେଗୁଡାକ କରିପାରୁଥିଲେ। ଆଦିବାସୀ ଏବଂ ହରିଜନ ମାନଙ୍କ ଠାରୁ କେହି ଜମି କିଣି ପାରିବେ ନାହିଁ ବୋଲି ରାଜ୍ୟରେ ଯେଉଁ ଆଇନ ପ୍ରଥା ପ୍ରଚଳିତ ଥିଲା ତଦ୍ୱାରା ଏହି ଦୁର୍ବଳ ଶ୍ରେଣୀର ପ୍ରଜାମାନଙ୍କ ସ୍ୱାର୍ଥ ସଂରକ୍ଷିତ ହୋଇଥିଲା ଯେ ଆଦିବାସୀ ଏବଂ ଜମିଦାର ହରିଜନ ମାନଙ୍କ ଠାରୁ କେହି ଜମି କିଣି ପାରିବେନି। ତା ମାନେ ହଉଛି ଯେ ଅନ୍ୟମାନେ କମ ପଇସା ଦେଇକି ତାଙ୍କୁ ପ୍ରଲୋଭନ ଦେଖେଇ କିଣି ନଉଥିଲେ, ତ ସେ ଜାଗାରେ ସେ ରାଜା ମେନସନ କରିଦେଇଥିଲେ ଯେ ଆଦିବାସୀ ଏବଂ ହରିଜନ ମାନଙ୍କ ଠାରୁ କେହି ଜମି କିଣି ପାରିବେ ନାହିଁ। ତ ସେଥିପାଇଁ କଣ ହେଇଥିଲା ନା ଯେ ଏଇ ଦୁର୍ବଳ ଶ୍ରେଣୀର ଯୋଉ ଆଦିବାସୀ ଏବଂ ହରିଜନ ମାନେ ଥିଲେ ତାଙ୍କର ଯୋଉ ସ୍ୱାର୍ଥ ସଂରକ୍ଷିତ ହେଇଥିଲା ଯେ ତାଙ୍କର ଜମିକୁ ଏମିତି ଅପହରଣ କରିକି ନେଇ ମଧ୍ୟ ପାରୁନଥିଲେ। ଭୂତତ୍ତ୍ୱ ସର୍ଭେ, ଖଣିଜ ଲୌହ ପଥର ଉପଯୋଗ, ପ୍ରତ୍ନତତ୍ତ୍ୱ ସର୍ଭେ, ଐତିହାସିକ ସ୍ଥଳ ମାନଙ୍କରେ ଖୋଦନ ଓ ସଂରକ୍ଷଣ ବିଷୟରେ ମଧ୍ୟ ମୟୂରଭଞ୍ଜ ଓଡ଼ିଶାର ଅଗ୍ରଣୀ ଥିଲା। ବେଠି ବେଗାରୀ ପ୍ରଥା ଆଇନତଃ ଲୋପ ପାଇଥିଲା। ଦାରିଦ୍ର୍ୟ ଏବଂ ଅନାହାର ତାଳରେ ବେଠି ବେଗାରୀ ମାନେ ପିଲାମାନେ ବେଠି ଖଟାଅ ଯୋଉ କଥା ଯୋଉ ଗୋତି ଖଟେଇବା କଥା ଯୋଉ ଦାରିଦ୍ର୍ୟ ଏବଂ ଅନାହାର ତାଳନରେ ମୟୂରଭଞ୍ଜର ବହୁ ସଂଖ୍ୟକ ଲୋକ କଲିକତା, ଆସାମ, ରେଙ୍ଗୁନ ଇତ୍ୟାଦିକୁ ପଳାଇ ଯାଉନଥିଲେ। ଯେ ସେଇ ସମୟରେ ଦେଖିବାକୁ ଚାହିଁଛନ୍ତି ଏ ଜାଗାରେ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ତାଙ୍କ ସମୟର ମୟୂରଭଞ୍ଜ ଯେମିତି ଥିଲା ସେତେବେଳେ ସମଗ୍ର ଓଡ଼ିଶା ଉପରେ ସମଗ୍ର ଭାରତ ଉପରେ ଇଂରେଜ ମାନଙ୍କର ଦବଦବା ଥିଲେ ମଧ୍ୟ ମୟୂରଭଞ୍ଜରେ ରାଜା ମାନେ ଥିଲେ ତାଙ୍କ ଉପରେ ମଧ୍ୟ ଇଂରେଜ ମାନଙ୍କର ଦବଦବା ଥିଲା। ହେଲେ ବି ସେଇ ସମୟ ମାନେ ଲୋକମାନଙ୍କର ଅବସ୍ଥା ସ୍ୱଚ୍ଛଳ ଥିଲା, କାହିଁକି ନା ସେଇ ସମୟ ରାଜା ଥିଲେ ପ୍ରଜାବତ୍ସଳ ଏବଂ ପ୍ରଜାବତ୍ସଳ ରାଜାଙ୍କ ପାଇଁ ସେଇ ସମୟ ଲୋକମାନଙ୍କର ଅବସ୍ଥା ନିଶ୍ଚିତ ଭାବରେ ସ୍ୱଚ୍ଛଳ ଥିଲା। ସେମାନେ ଅନ୍ୟ କୋଉଠିକୁ ଯାଉନଥିଲେ ଏବଂ ସେଇଥିରେ ସେମାନେ ଚାଷବାସ କରି ଖାଇକି ଶାନ୍ତିରେ ନିଜର ଜୀବନ ଯାପନ କରିପାରୁଥିଲେ ବୋଲିକି କହିଛି। ମାନେ ଦାରିଦ୍ର୍ୟ ବିଶେଷ ପରିମାଣରେ ଦେଖା ଦଉନଥିଲା ସେଇ ସମୟରେ ମୟୂରଭଞ୍ଜରେ, କାରଣ ସେଇଥିପାଇଁ ରାଜା ହିଁ ଦାୟୀ, ମାନେ ରାଜାଙ୍କ ପାଇଁ ଏସବୁ ସ୍ୱଚ୍ଛଳ ଭାବରେ ଚାଲିଥିଲା। ମୋ ସମୟ ବେଳକୁ ମୟୂରଭଞ୍ଜର ପ୍ରଶାସନିକ ବ୍ୟବସ୍ଥା ବ୍ରିଟିଶ ଶାସିତ ଅଞ୍ଚଳର ପ୍ରଶାସନିକ ବ୍ୟବସ୍ଥା ସହିତ ପ୍ରାୟ ସମାନ ହେଇଯାଇଥିଲା। ସେ କହିଛନ୍ତି ମୟୂରଭଞ୍ଜର ପ୍ରଶାସନିକ ବ୍ୟବସ୍ଥା ଅନ୍ୟାନ୍ୟ ବ୍ରିଟିଶ ଶାସିତ ଅଞ୍ଚଳର ପ୍ରଶାସନିକ ବ୍ୟବସ୍ଥା ସହିତ ପ୍ରାୟ ସମାନ ହେଇଥିଲା। ପୁଲିସ, କୋର୍ଟ, ହାଇକୋର୍ଟ, ସେକ୍ରେଟେରିଏଟ, ଏସଡିଓ ମାନଙ୍କର କଚେରୀ ଇତ୍ୟାଦି ସବୁ ବ୍ରିଟିଶ ଶାସନ କାଳର ଢାଞ୍ଚାରେ ଗଠିତ ହୋଇଥିଲା। ସର୍ବୋପରି ମହାରାଜାଙ୍କର ବ୍ୟକ୍ତିଗତ ପ୍ରଭାବ ଶାସନ କଳକୁ ସୁସଂଗତ କରିପାରୁଥିଲା। ମହାରାଜା ପ୍ରତାପ ଚନ୍ଦ୍ର ଗସ୍ତରେ ଥିଲାବେଳେ ମାନେ ଯେତେବେଳେ ରାମଚନ୍ଦ୍ର ଦେବଙ୍କ ମୃତ୍ୟୁ ହୋଇଥିଲା, ତାଙ୍କ ପୁଅ ପୂର୍ଣ୍ଣଚନ୍ଦ୍ରଙ୍କ ମୃତ୍ୟୁ ପରେ ପ୍ରତାପ ଚନ୍ଦ୍ର ସେତେବେଳେ ରାଜା ଥିଲେ। ତ ମହାରାଜା ପ୍ରତାପ ଚନ୍ଦ୍ରଙ୍କ ଗସ୍ତରେ ଥିବାବେଳେ ଯାହା କରୁଥିଲେ ତାହା ମୁଁ ଚକ୍ଷୁରେ ଦେଖିଛି। ଖିଚିଂ ତାଙ୍କର ପ୍ରିୟ ସ୍ଥାନ ଥିବାରୁ ସେ
ବର୍ଷରେ ଏକାଧିକ ଥର ଖିଚିଙ୍ଗକୁ ଆସୁଥିଲେ। ଏହି ସମୟରେ ଏସଡିଓ ପୁଲିସ ଓ ଅନ୍ୟ କୌଣସି କର୍ମଚାରୀ ତାଙ୍କ ସହିତ ସାକ୍ଷାତ କରୁନଥିଲେ ଏବଂ ତାଙ୍କ ସହିତ ଅବସ୍ଥାନ କରୁନଥିଲେ। ଖିଚିଙ୍ଗ ଡାକ ବଙ୍ଗଳାରେ ଅବସ୍ଥାନ କରୁଥିଲା ବେଳେ ତାଙ୍କ ସହିତ ତାଙ୍କର ଡ୍ରାଇଭର, ପୂଜାରୀ, ଜଣେ ପିଅନ ଏବଂ ରାତିରେ 2 ଜଣ ଚୌକିଦାର ଛଡା ଅନ୍ୟ କେହି ରହୁନଥିଲେ। ତାଙ୍କର ସମସ୍ତ ଖାଦ୍ୟ ସାମଗ୍ରୀ ତାଙ୍କ କାରରେ ବାରିପଦାରୁ ବୁହା ହୋଇ ଆସୁଥିଲା। ରହଣି କାଳରେ ସେ କୌଣସି ସାମାନ୍ୟ ପଦାର୍ଥ ସୁଦ୍ଧା ପ୍ରଜାମାନଙ୍କଠାରୁ ଗ୍ରହଣ କରୁନଥିଲେ। ପ୍ରଜାମାନେ ମଧ୍ୟ ତାଙ୍କୁ କୌଣସି ଜିନିଷ ଦେବା ପାଇଁ ସାହସ କରୁନଥିଲେ। ଏହି ସମୟରେ ଯେଉଁମାନେ ଆପତ୍ତି ଅଭିଯୋଗ କରୁଥିଲେ ସେମାନଙ୍କଠାରୁ ସେଗୁଡିକ ଲିଖିତ ଆକାରରେ ଗ୍ରହଣ କରି ମହାରାଜା ନିଜ ମନ୍ତବ୍ୟ ସହିତ ସେଗୁଡିକ ସମ୍ପୃକ୍ତ ଅଫିସରମାନଙ୍କୁ ପଠାଇ ଦେଉଥିଲେ। ଏଣୁ କୌଣସି ଅନ୍ୟାୟ କଲେ ତାହା ଯେ ମହାରାଜାଙ୍କ ଦୃଷ୍ଟିକୁ ଆସି ଯାଇପାରେ କର୍ମଚାରୀମାନଙ୍କ ମନରେ ସର୍ବଦା। ଯେ ସେହି ସମୟରେ ସବୁବେଳେ ସେ ଯାଇକି ବୁଲାବୁଲି କରୁଥିଲେ, ରାଜା ଖିଚିଙ୍ଗରେ ରହୁଥିଲେ, ତେଣୁ ଲୋକମାନେ ମଧ୍ୟ ଡରୁଥିଲେ କୌଣସି ଅନ୍ୟାୟ କଲେ ସେଟା ରାଜାମାନଙ୍କ ପାଖକୁ ଖବର ପହଞ୍ଚିଯିବ ବୋଲିକି। ଏହା ସତ୍ତ୍ୱେ ମୟୂରଭଞ୍ଜରେ ଲାଞ୍ଚ, ମିଛ, ଅନ୍ୟାୟ, ଅନୀତି ଯେ ନଥିଲା ଏକଥା ମୁଁ କହୁନି। ରାଜ୍ୟର ସର୍ବୋଚ୍ଚ ଶାସକ ଯିଏ ଏ ସମସ୍ତ ସହିତ ଜଡିତ ନଥିଲେ ଏହା ହିଁ ପ୍ରକାଶ କରିବାକୁ ମୁଁ ପ୍ରୟାସ କରୁଛି। ସେ କହୁଛନ୍ତି ଯେ ମୟୂରଭଞ୍ଜରେ ଲାଞ୍ଚ ମିଛ ସବୁ ଥିଲା, ଏମିତି ନୁହଁ ଯେ କିଛି ନଥିଲା, ଥିଲା। ବାକି ରାଜ୍ୟର ସର୍ବୋଚ୍ଚ ଶାସକ ଯେତେବେଳେ ରାଜା ଥିଲେ ସେ ଏ ଲାଞ୍ଚ ମିଛର ସାହାରା ନେଉନଥିଲେ। ସେ ନିଜ ଥ୍ରୁରୁ କିଛି କରୁନଥିଲେ। ସେ ଯାହା ଜାଣୁଥିଲେ ସେମାନଙ୍କୁ ଶାସ୍ତି ମଧ୍ୟ ଦଉଥିଲେ। ଲାଞ୍ଚ ମିଛ ଥିଲା କିନ୍ତୁ ରାଜା ସେ ସହିତ ଜଡିତ ନଥିଲେ ବୋଲିକି ସେ କହିବାକୁ ଚାହିଁଛନ୍ତି। ରାଜ୍ୟର ସର୍ବୋଚ୍ଚ ଶାସକ ଯେତେବେଳେ ଦୁର୍ନୀତି ସହିତ ଜଡିତ ହୋଇଥାନ୍ତି ସେତେବେଳେ ଶାସନ ନିଶ୍ଚିତ ଭାବରେ ଯେ ମିଛ ରହିବ, ସବୁବେଳେ ମିଛ ରହିବ, କିନ୍ତୁ ଅନ୍ୟାୟ, ଅନୀତି, ଲାଞ୍ଚ ମିଛ ରହିବ। କିନ୍ତୁ ଯଦି ରାଜା ଜଡିତ ହେଇଯିବେ, ରାଜ୍ୟର ମୁଖ୍ୟ ଯଦି ଜଡିତ ହେଇଯିବେ ତାହେଲେ ସେଟା ଆହୁରି ଦୁର୍ବଳ ହୋଇପଡିବ। ତେଣୁ ମାନେ ଶାସନ ଆହୁରି ଦୁର୍ବଳ ହୋଇପାରିବ। କିନ୍ତୁ ରାଜା ଜଡିତ ନଥିଲେ, ଚାଲିଥିଲା। କିନ୍ତୁ ରାଜା ଯେଉଁମାନଙ୍କୁ ଜାଣୁଥିଲେ ତାଙ୍କୁ ଦଣ୍ଡ ଦେଲେ। ତ ଜଣେ ସୁଶାସକ, ଜଣେ ପ୍ରଜାବତ୍ସଳ ରାଜା ଥିଲେ ସେ ସମୟରେ। এই টোটাল বংশ ଜଣେ ନୁହେଁ, ତାଙ୍କ ବଂଶରେ ଯାହା ବି ରାଜା ଥିଲେ ସମସ୍ତେ ସୁଶାସକ ଏବଂ ପ୍ରଜାବତ୍ସଳ ଥିଲେ ବୋଲି କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ବର୍ଣ୍ଣନା କରିଛନ୍ତି। ମୋର ବାଲ୍ୟକାଳରେ ମୟୂରଭଞ୍ଜର ସ୍କୁଲ ସଂଖ୍ୟା ଅତ୍ୟନ୍ତ ଅଳ୍ପ ଥିଲା। ବାରିପଦାରେ ଗୋଟିଏ ହାଇସ୍କୁଲ ଥିଲା, କରଞ୍ଜିଆ, ବହଳଦା, ସିରଫା, କୁଆମରା, କପ୍ତିପଦାରେ ଗୋଟିଏ ମଧ୍ୟ ଇଂରାଜୀ ସ୍କୁଲ ଥିଲା। ଏହା ଛଡା କେତେ ଗୁଡିଏ ନିମ୍ନ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ସରକାରୀ ସ୍କୁଲ ଷ୍ଟେଟ୍ର ବିଭିନ୍ନ ସ୍ଥାନରେ ବସିଥିଲା। ମୟୂରଭଞ୍ଜର ଆୟତନ ଜନସଂଖ୍ୟା ତୁଳନାରେ ସ୍କୁଲ ସଂଖ୍ୟା ଯେ ଅତ୍ୟନ୍ତ ଅଳ୍ପ ଥିଲା, ସେ ସମୟରେ ବହୁତ କମ ଥିଲା। ମାତ୍ର ତତ୍କାଳୀନ ଓଡ଼ିଶାର ଗଡ଼ଜାତ ମାନଙ୍କର ଏପରି ବ୍ରିଟିଶ ଶାସିତ ଜିଲ୍ଲା ମାନଙ୍କର ସ୍କୁଲ ସଂଖ୍ୟା ତୁଳନାରେ ଏହା ଅତ୍ୟଳ୍ପ ନଥିଲା। ମାନେ ଅନ୍ୟାନ୍ୟ ଜାଗାରେ ସେମିତି କମ ଥିଲା ଏବଂ ମୟୂରଭଞ୍ଜରେ ବି କମ ଥିଲା, କିନ୍ତୁ ସେମାନଙ୍କ ଅପେକ୍ଷା ମୟୂରଭଞ୍ଜରେ କମ ନଥିଲା ବୋଲି ସେ କହିଛନ୍ତି। 1949 ମସିହାରେ ମୟୂରଭଞ୍ଜ ଯେତେବେଳେ ଓଡ଼ିଶା ସହିତ ମିଶିଲା ସେତେବେଳେ ମୟୂରଭଞ୍ଜ ଓଡ଼ିଶାର ନଥିଲା। ସେତେବେଳେ ମୟୂରଭଞ୍ଜ ଓଡ଼ିଶାର ନଥିଲା। ତ ମୟୂରଭଞ୍ଜ ଯେତେବେଳେ ଓଡ଼ିଶା ସହିତ ମିଶିଲା ସେତେବେଳେ ଷ୍ଟେଟଟିର ଶିକ୍ଷା ପ୍ରସାର ବହୁ ଗୁଣରେ ବଢି ଯାଇଥିଲା। ବାରିପଦାରେ ଗୋଟେ ଡିଗ୍ରୀ କଲେଜ, ପ୍ରତ୍ୟେକ ସବ୍ ଡିଭିଜନର ସଦର ମହକୁମାରେ ଏବଂ ଅନେକ ଗ୍ରାମର ହାଇସ୍କୁଲ ମାନେ ବସି ସାରିଥିଲା। ତା ଛଡା ଇଂରାଜୀ ଓ ପ୍ରାଥମିକ ସ୍କୁଲ ସଂଖ୍ୟା ବହୁ ଗୁଣରେ ବଢି ସାରିଥିଲା। ଆଜିକାଲି ମୟୂରଭଞ୍ଜରେ ବହୁ ବଡ ବଡ ଗ୍ରାମରେ ଉଚ୍ଚ ଇଂରାଜୀ ବିଦ୍ୟାଳୟ ମାନେ ମଧ୍ୟ ଦେଖାଯାଏ। ମହାରାଜାଙ୍କ ଶାସନ କାଳରେ ମେଧାବୀ ଛାତ୍ରମାନଙ୍କ ପାଇଁ ସୁବିଧା ଯଥେଷ୍ଟ ସୁଯୋଗ ସୃଷ୍ଟି କରାଯାଇଥିଲା। ଜଣେ ମେଧାବୀ ଛାତ୍ର ନିମ୍ନ ପ୍ରାଥମିକ ଠାରୁ ବିଏ ବା ବିଏସସି ପର୍ଯ୍ୟନ୍ତ ଷ୍ଟେଟ ଦତ୍ତ ବୃତ୍ତି ସାହାଯ୍ୟରେ ପଢି ପାରୁଥିଲେ। ଜଣେ ପଢିବା ପାଇଁ ଜଣେ ମେଧାବୀ ଛାତ୍ର ଜଣେ ଯଦି ପ୍ରକୃତରେ ପାଠ ପଢୁଛି ତାହେଲେ ସେ କଣ ନା ଯେ ବିଏ ବା ବିଏସସି ପର୍ଯ୍ୟନ୍ତ, ବ୍ୟାଚଲର ଅଫ ଆର୍ଟସ, ବ୍ୟାଚଲର ଅଫ ସାଇନ୍ସ ପର୍ଯ୍ୟନ୍ତ ସେ ବୃତ୍ତି ପାଇକି ପାଠ ପଢି ପାରୁଥିଲା। ଏହା ଛଡା ଡାକ୍ତରୀ, ଇଞ୍ଜିନିୟରିଂ ଇତ୍ୟାଦି ପଢିବା ପାଇଁ ସ୍ୱତନ୍ତ୍ର ବୃତ୍ତିର ମଧ୍ୟ ମାନେ ସ୍ପେସିଫିକ ବୃତ୍ତି ଗୁଡିକ ଥିଲା, ସ୍କଲାରସିପ ଗୁଡିକ ଥିଲା ଯେ ସ୍କଲାରସିପ ସାହାଯ୍ୟରେ ମାନେ ଜଣେ ଆଗକୁ ପଢିବାକୁ ହେଲେ ଅର୍ଥ ଯେମିତି ପ୍ରତିବନ୍ଧକ ନ ରହେ ସେଥିପାଇଁ ଅନେକ ଗୁଡିଏ ସ୍କଲାରସିପ ମଧ୍ୟ ସେ ଟାଇମରେ ଦିଆଯାଉଥିଲା। କେତେ ଜଣ ମୟୂରଭଞ୍ଜ ମାନେ ସ୍କଲାରସିପ ତ କହିପାରିବେନି, ସ୍କଲାରସିପ ତାକୁ କହିପାରିବା କିମ୍ବା ଆମେ ତାକୁ କହିପାରିବା ଯେ ଫେଲୋସିପ ବୋଲି ମଧ୍ୟ କହିପାରିବା। ତ କେତେ ଜଣ ମୟୂରଭଞ୍ଜ ଅଧିବାସୀ ମହାରାଜାଙ୍କ ସ୍ୱତନ୍ତ୍ର ବୃତ୍ତି ପାଇ ବିଦେଶରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ଷ୍ଟେଟ ବୃତ୍ତି ଛଡା ମହାରାଜାଙ୍କ ଠାରୁ ଏବଂ ତାଙ୍କର ଶତ୍ରୁତା ରାଉତରାୟ ସାହେବଙ୍କ ସ୍ୱତନ୍ତ୍ର ସାହାଯ୍ୟ ଏବଂ ସ୍ୱତନ୍ତ୍ର ବୃତ୍ତି ପାଇ ବହୁ ମେଧାବୀ ଛାତ୍ର ଉଚ୍ଚ ଶିକ୍ଷା ଲାଭ କରୁଥିଲେ। ତ ଷ୍ଟେଟ ବୃତ୍ତି ଛଡା ମହାରାଜାଙ୍କ ଠାରୁ ଏବଂ ତାଙ୍କର ରାଉତରାୟଙ୍କ ଠାରୁ ମଧ୍ୟ ମାନେ ବହୁତ ଗୁଡେ ମାନେ ବୃତ୍ତି ପାଉଥିଲେ। ମୟୂରଭଞ୍ଜର ବୟୋବୃଦ୍ଧ କୃତ ବିଦ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ଖୁବ କମ ବ୍ୟକ୍ତି ଅଛନ୍ତି ଯିଏକି ଅଧ୍ୟୟନ ସମୟରେ ମହାରାଜାଙ୍କ ଠାରୁ କୌଣସି ସାହାଯ୍ୟ, ମାନେ ସମସ୍ତେ ଯିଏ ପାଠ ପଢିଛି ସେ ତାଙ୍କ ରାଜାଙ୍କ ଠାରୁ ସାହାଯ୍ୟ ପାଇଛି। ଶିକ୍ଷା ଲାଭର ସୁବିଧା ଥିବାରୁ ମହାରାଜାଙ୍କ ଅମଳରେ ବହୁ ମୟୂରଭଞ୍ଜବାସୀ ଓଡ଼ିଶା ସରକାରଙ୍କ ଅଧୀନରେ ଉଚ୍ଚ ପଦ ଅଧିକାର କରିଥିଲେ। ଏମାନଙ୍କ ମଧ୍ୟରେ ସର୍ବପ୍ରଥମେ ଥିଲେ ଓଡ଼ିଶାର ଡିପିଆଇ ସ୍ୱର୍ଗତ ଶ୍ୟାମଚନ୍ଦ୍ର ତ୍ରିପାଠୀ, ଯେ ମୟୂରଭଞ୍ଜ ରାଜାଙ୍କର ସହାୟତାରେ ପାଠ ପଢିକି ବହୁତ ଜଣ ଓଡ଼ିଶା ସରକାରଙ୍କର ଉଚ୍ଚ ପଦବୀ ଗୁଡିକ ମଧ୍ୟ ପାଇଥିଲେ। ସେ ଭିତରୁ ଜଣେ ଥିଲେ ଓଡ଼ିଶାର ଡିପିଆଇ ସ୍ୱର୍ଗତ ଶ୍ୟାମଚନ୍ଦ୍ର ତ୍ରିପାଠୀ। ମୟୂରଭଞ୍ଜ ଓଡ଼ିଶା ସହିତ ମିଶିବା ପରେ ଯେଉଁ ମୟୂରଭଞ୍ଜବାସୀ ମାନେ ଉଚ୍ଚ ପଦରେ ଅଧିଷ୍ଠିତ ହୋଇଥିଲେ ସେମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଆଇଏଏଫ ଶ୍ରୀ ରାଧା ଗୋବିନ୍ଦ ଦାସ, ପୁଲିସ ଇନ୍ସପେକ୍ଟର ଜେନେରାଲ ସ୍ୱର୍ଗତ ରାମଚନ୍ଦ୍ର ଦାସ, ଶିକ୍ଷା ବିଭାଗର ପୂର୍ବତନ ଡିରେକ୍ଟର ଶ୍ରୀ ଗୋକୁଳ ଚନ୍ଦ୍ର ଶତପଥୀ, ଅତିରିକ୍ତ ଜିଲ୍ଲା ଜଜ ଲୋଭାନାଥ ପଣ୍ଡା, ଅତିରିକ୍ତ ଚିଫ ଇଞ୍ଜିନିୟର ଦୁର୍ଗାଚରଣ ପାଣିଙ୍କ ନାମ ଉଲ୍ଲେଖ। ମାନେ ସମସ୍ତେ ପାଠ ପଢିକି ଆଗକୁ ବଢିଥିଲେ ମୟୂରଭଞ୍ଜରୁ।
ମୁଁ ଯେଉଁ ସମୟର କଥା ଲେଖିଛି ସେ ସମୟରେ ମୟୂରଭଞ୍ଜର ମହାରାଜା ମାନେ ନିଶ୍ଚିତ ଭାବରେ ବିଦ୍ୟାଫୟୀ ଏବଂ ଶିକ୍ଷା ସଂସ୍କୃତିର ପୃଷ୍ଠପୋଷକ ଥିଲେ। ସେମାନେ ବିଦ୍ୟାଫୟୀ ଥିଲେ ଏବଂ ଶିକ୍ଷା ସଂସ୍କୃତିର ପୃଷ୍ଠପୋଷକ ଥିଲେ। ଏମାନଙ୍କ ରାଜନୈତିକ ଓଡ଼ିଶା ସହିତ କୌଣସି ସମ୍ବନ୍ଧ ନଥିଲେ, ସାଂସ୍କୃତିକ ଓଡ଼ିଶା ସହିତ ଏମାନଙ୍କର ସହାନୁଭୂତି ଥିଲା। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସଭାପତିତ୍ୱ କରି ଓ ଓଡ଼ିଶାର ଶିକ୍ଷା ସଂସ୍କୃତି ସହିତ ସହଯୋଗ କରି ଯେଉଁ ଆଦର୍ଶ ସୃଷ୍ଟି କରିଥିଲେ ତାହା ତାଙ୍କର ଉତ୍ତରଦେୟଙ୍କ ଦ୍ୱାରା ମଧ୍ୟ ଅନୁସୃତ ଥିଲେ। ସେହି ସମୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ସଭାପତିତ୍ୱ କରିଥିଲେ ଏବଂ ସେ ଚେଷ୍ଟା କରିଥିଲେ କେମିତି ଭାବରେ ଓଡ଼ିଶା ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ଆଗକୁ ବଢିବ। ତ ଶିକ୍ଷା ଏବଂ ସଂସ୍କୃତି ସହିତ ସହଯୋଗ କରିକି ସେ ଆଦର୍ଶ ସୃଷ୍ଟି କରିଥିଲେ। ମହାରାଜା ପ୍ରତାପ ଚନ୍ଦ୍ରଙ୍କ ଅମଳରେ ଭଞ୍ଜ ପ୍ରଦୀପ ନାମକ ଗୋଟିଏ ଉଚ୍ଚ କୋଟିର ପତ୍ରିକା ପ୍ରଥମେ ସୁବିଖ୍ୟାତ କବି ଓ ସାହିତ୍ୟିକ ଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ସମ୍ପାଦକତ୍ୱରେ ଉପରେ ସୁସାହିତ୍ୟିକ ଶ୍ରୀ ବସନ୍ତ କୁମାର ଶତପଥୀଙ୍କ ସମ୍ପାଦକତ୍ୱରେ ବାରିପଦାରୁ ବାହାରୁଥିଲା। ଏହା ମହାରାଜାଙ୍କ ରାଜତ୍ୱ କାଳରେ ସ୍ୱର୍ଗତ ସୁସାହିତ୍ୟିକ ଦିବ୍ୟ ସିଂହ ପାଣିଗ୍ରାହୀ ଏବଂ ତାଙ୍କ ଅନୁଜ ସୁବିଖ୍ୟାତ କାଳିନ୍ଦୀ ଚରଣ ପାଣିଗ୍ରାହୀ ଏବଂ ସୁବିଖ୍ୟାତ ଅର୍ଥନୀତିକ ଡକ୍ଟର ସଦାଶିବ ମିଶ୍ର ବାରିପଦାକୁ ସେମାନଙ୍କର ସାଧନା କ୍ଷେତ୍ର କରିଥିଲେ। ସେହି ସମୟରେ ଆମେ ଦେଖିବା ଯେ ଅମୃତ କଙ୍କଣ ଯେଉଁ ଦିବ୍ୟ ସିଂହ ପାଣିଗ୍ରାହୀ କିମ୍ବା ଶେଷରଶ୍ମି ଦ୍ୱାଦଶୀ ରାଶିଫଳ ମାଟିର ମଣିଷ ସେ ଯେଉଁ କାଳିନ୍ଦୀ ଚରଣ ପାଣିଗ୍ରାହୀ ଏମାନେ ସମସ୍ତେ ସେ ସମୟରେ ବାରିପଦାକୁ ହିଁ ନିଜର ସାଧନା କ୍ଷେତ୍ର କରିଥିଲେ। ଏମାନଙ୍କ ଅମଳରେ ଯେଉଁ ମୟୂରଭଞ୍ଜ ବାସୀ ମାନେ ସାହିତ୍ୟ ଏବଂ ସଂସ୍କୃତିର ଆରାଧନା ଆରମ୍ଭ କରିଥିଲେ ସେମାନଙ୍କ ଭିତରେ ପରମାନନ୍ଦ ଆଚାର୍ଯ୍ୟ, ଶରତଚନ୍ଦ୍ର ଦାସ, ଲାଲ ସାହେବ, ଶରତଚନ୍ଦ୍ର ଭଞ୍ଜଦେଓ, କ୍ଷୀରୋଦଚନ୍ଦ୍ର ପାଲ, ମହେଶ୍ୱର ନାୟକ ଏମିତି ବହୁତ ଜଣ ଥିଲେ ଯେଉଁମାନେ କି ଖ୍ୟାତି ଲାଭ କରିଥିଲେ। ଏଇ ମହାରାଜାଙ୍କ ଅମଳରେ ହିଁ ମୁଁ ସାହିତ୍ୟ ଏବଂ ଇତିହାସ ଯେ ସେ କହିଛନ୍ତି ଲେଖକ ନିଜେ ଯେ ସେଇ ମହାରାଜାଙ୍କ ପ୍ରତାପ ଚନ୍ଦ୍ର ଦେବଙ୍କ ଅମଳରେ ହିଁ ସେ ସାହିତ୍ୟ, ଇତିହାସ ଏବଂ ପ୍ରତ୍ନତତ୍ତ୍ୱର ଆରାଧନା ଆରମ୍ଭ କରିଥିଲେ। ମୋର ଜ୍ୟେଷ୍ଠ ଭ୍ରାତା ସ୍ୱର୍ଗତ ହରିହର ପାଣିଗ୍ରାହୀ ଏବଂ କନିଷ୍ଠ ଭ୍ରାତା ଗିରୀଶ ଚନ୍ଦ୍ର ପାଣିଗ୍ରାହୀ ମଧ୍ୟ ଏହି ସମୟରେ ବାଣୀ ଆରାଧନା କରିକି 5 ପିଢ଼ିରେ ଖ୍ୟାତି ଲାଭ କରିଥିଲେ। ମାତ୍ର ପ୍ରତିକୂଳ ପରିସ୍ଥିତି ହେତୁ ସେମାନଙ୍କର କବି ପ୍ରତିକୂଳ ଥିବାରୁ ସେମାନଙ୍କର କବି ପ୍ରତିଭା ମାନେ ପ୍ରଚାରିତ ହେଇପାରିନଥିଲା। ମାନେ କୃଷ୍ଣଚନ୍ଦ୍ରଙ୍କ ସହିତ ବାକି ତାଙ୍କ ବଡ ଭାଇ ସାନ ଭାଇ ମଧ୍ୟ ଲାଗି ପଡିଥିଲେ ସେ କାମରେ, କିନ୍ତୁ ତାଙ୍କର ପ୍ରତିଭା ସେତେ ପ୍ରସ୍ଫୁଟିତ ହେଇପାରିନଥିଲା ଯେତିକି କୃଷ୍ଣଚନ୍ଦ୍ର ପାଣିଗ୍ରାହୀଙ୍କର ପ୍ରତିଭା ପ୍ରସ୍ଫୁଟିତ ହେଇଥିଲା। ଏ ସମୟ ମଧ୍ୟରେ ଓଡ଼ିଶା ର ଶିକ୍ଷା ଓ ସଂସ୍କୃତିର ପ୍ରସାର ପାଇଁ ମୟୂରଭଞ୍ଜର ଦାନ ସର୍ବାଧିକ ଥିଲା। ସେ ସମୟରେ ମାନେ ଆମେ ଦେଖିବା ଯେ ଓଡ଼ିଶାର ଶିକ୍ଷା ଓ ସଂସ୍କୃତିର ପ୍ରସାର ପାଇଁ ମୟୂରଭଞ୍ଜର ସର୍ବାଧିକ ଦାନ ଥିଲା ସମଗ୍ର ଓଡ଼ିଶାର ଶିକ୍ଷାର ପ୍ରସାର ପାଇଁ। ରେଭେନ୍ସା କଲେଜରେ ବିଜୁଳି, ଆଲୁଅ ଓ ପାଣିକଲ ପାଇଁ ମହାରାଜା ପୂର୍ଣ୍ଣଚନ୍ଦ୍ର 1 ଲକ୍ଷ ଟଙ୍କା ଦାନ କରିଥିଲେ ତାଙ୍କ ମୃତ୍ୟୁ ପୂର୍ବରୁ। ଉତ୍କଳ ସାହିତ୍ୟ ସମାଜର ରାମଚନ୍ଦ୍ର ଭବନ ନିର୍ମାଣ ପାଇଁ ତାଙ୍କର ଅନୁରୂପ ଦାନ। ମହାରାଜା ପ୍ରତାପ ଚନ୍ଦ୍ରଙ୍କର ଉତ୍କଳ ବିଶ୍ୱବିଦ୍ୟାଳୟକୁ 8 ଲକ୍ଷ ଟଙ୍କା ଏବଂ ମୟୂରଭଞ୍ଜ ଷ୍ଟେଟ ପ୍ରେସ ଦାନ ଏଠାରେ ଯେ ଭାବ ଯେ ସେମାନେ ମାନେ ମୟୂରଭଞ୍ଜର ଥିଲେ ମଧ୍ୟ ସେମାନେ ଆମେ ଦେଖିବା ଯେ ଉତ୍ତର ଓଡ଼ିଶାର ଥିଲେ ମଧ୍ୟ ପୂର୍ବ ଓଡ଼ିଶା ଯେଉଁ ଜାଗାରେ ଆମ ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ କଥା ପଡୁଛି ତ ସେଇ ଜାଗାକୁ ମଧ୍ୟ ମୟୂରଭଞ୍ଜଙ୍କ ରାଜା ମାନଙ୍କ ଦାନ ଦେଇଥିଲେ, କାହିଁକି ନା ସେମାନେ ଚାହୁଁଥିଲେ ଯେ ଓଡ଼ିଶାର ଶିକ୍ଷାର ବିକାଶ ଓ ଶିକ୍ଷାର ଉନ୍ନତି ବୋଲି ନିଜ ପାଣ୍ଠିରୁ ସେମାନେ ସେଗୁଡାକ ଦାନ ଦେଉଥିଲେ। ଏହା ଛଡା ବ୍ୟକ୍ତିଗତ ଭାବରେ ବହୁ ବ୍ୟକ୍ତ ମୟୂରଭଞ୍ଜରୁ ସାହାଯ୍ୟ ପାଇ ଓଡ଼ିଶାର ଶିକ୍ଷା ଓ ସଂସ୍କୃତି ବିକାଶ କରିପାରିଥିଲେ। ସ୍ୱର୍ଗତ ଗୋପାଳ ଚନ୍ଦ୍ର ପ୍ରରାଜକୁ ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ପ୍ରକାଶ ପାଇଁ ମୟୂରଭଞ୍ଜରୁ ଆଂଶିକ ସାହାଯ୍ୟ ମିଳିଥିଲା। ଆମେ ଯାହାକୁ ଜାଣିଛୁ ପିଲାମାନେ ଗୋପାଳ ଚନ୍ଦ୍ର ପ୍ରରାଜ ବୋଲିକି, ଯାହାକି ସବୁଠୁ ମାନେ ତାଙ୍କର ଶବ୍ଦକୋଷ ହିସାବରେ ସମସ୍ତେ ଆମେ ଜାଣୁ ଶବ୍ଦକୋଷ ରଚୟିତା ଭାବରେ। ତ ସେ ତାଙ୍କର ଯୋଉ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ରଚନା କରିଥିଲେ ସେଇଥିପାଇଁ ମଧ୍ୟ ସେ ମୟୂରଭଞ୍ଜ ରାଜ ଦରବାରରୁ ସେ ସାହାଯ୍ୟ ପାଇଥିଲେ। ସ୍ୱର୍ଗତ ରାଖାଲ ଚନ୍ଦ୍ର ବାନାର୍ଜୀଙ୍କ ଲିଖିତ ଓଡ଼ିଶାର ପ୍ରଥମ ବିଧିବଦ୍ଧ ଇତିହାସ ହେଲା। ବିନାୟକ ମିଶ୍ରଙ୍କର ପ୍ରଥମ ବିଧିବଦ୍ଧ ଓଡ଼ିଆ ସାହିତ୍ୟର ଇତିହାସ ଯୋଉଟାକି ମାନେ ଆମେ କହିଥାଉ ଯେ 1927 ମସିହାର ବୋଲିକି ହେଲା ସବୁ, ଏବଂ ଓଡ଼ିଆ ଭାଷାର ଇତିହାସ ମୟୂରଭଞ୍ଜର ଅର୍ଥ ଦ୍ୱାରା ହିଁ ମୁଦ୍ରିତ ଏବଂ ପ୍ରକାଶିତ ହେଇଥିଲେ। ସେହି ସମୟରେ ମାନେ ସବୁ ମୟୂରଭଞ୍ଜ ରାଜାଙ୍କର ସହାନୁଭୂତି ହିଁ ପାଇଥିଲେ, ସାହାଯ୍ୟ ଏବଂ ସହାନୁଭୂତି ପାଇଥିଲେ ତାଙ୍କର। ମୟୂରଭଞ୍ଜର ମହାରାଜାଙ୍କର ଅର୍ଥ ପ୍ରେରଣ ବଳରେ ହିଁ ଶ୍ରୀ ବ୍ରଜସୁନ୍ଦର ଦାସ ସର୍ବଭାରତୀୟ ଫୁଟବଲ ଖେଳରେ ଖ୍ୟାତି ଲାଭ କରି କଲିକତାର ବିଖ୍ୟାତ ଏରିଆନ ଦଳରେ ଜଣେ ଅପରିହାର୍ଯ୍ୟ ଖେଳାଳି ରୂପରେ ବହୁ ବର୍ଷ ଧରି ରହି ଆସିଥିଲେ। ଏ ପରିଚୟରେ ଯାହା ବର୍ଣ୍ଣନା କରାଗଲା ସେଥିରେ ମୋର ବାଲ୍ୟ ଓ ଯୌବନ ସମୟରେ ମୟୂରଭଞ୍ଜର ମୋଟାମୋଟି ଚିତ୍ର ପ୍ରଦାନ କରାଗଲା। ସେ କହିଛନ୍ତି ଯେ ଏଇ ସମୟରେ ସେ ଥିଲେ ବାଳକ ଥିଲେ, ଯୌବନ ମାନେ ବାଳକରୁ ତାଙ୍କର ଯୌବନ ଅବସ୍ଥା ପର୍ଯ୍ୟନ୍ତ ଆମେ ଯେମିତି ଦେଖୁଥିଲା ଯେ ସେଇ ଜାଗାରେ ତାଙ୍କର ପାଠ ପଢା ତାଙ୍କର ଶିକ୍ଷାର କଥା କହିଛନ୍ତି, କିନ୍ତୁ ଏଇ ଜାଗାରେ ସେଇ ସମୟର ମୟୂରଭଞ୍ଜ କେମିତି ଥିଲା, ତାଙ୍କର ବାଲ୍ୟ ଏବଂ ଯୌବନ ଅବସ୍ଥାରେ ମୟୂରଭଞ୍ଜ କେମିତି ଥିଲା, ସେଇ ସମୟର ରାଜା ମାନେ କେମିତି ଥିଲେ, ସେଇ ସମୟରେ ରାଜବଂଶ କେମିତି ଥିଲା, ମୟୂରଭଞ୍ଜର ଇତିହାସ ଜାଣିବା ପାଇଁ ଆମକୁ କେମିତି ପ୍ରଥମେ ଖିଚିଙ୍ଗକୁ ଯିବାକୁ ପଡିବ, ରାଜଧାନୀ କେମିତି ମୟୂରଭଞ୍ଜର ପରିବର୍ତ୍ତନ ହେଇଥିଲା, ବାରିପଦାର କଥା, ମୟୂରଭଞ୍ଜର କଥା, ଛଉ ନୃତ୍ୟର କଥା, ଏ ସବୁ ବିବରଣୀ ସେଇ ସମୟର ମୟୂରଭଞ୍ଜର ଇତିହାସ ପରା। ସିଏ କହିଲେ ଯେ ମୋ ସମୟର ଓଡ଼ିଶା ଆମେ କଣ ଆଲୋଚନା କରୁଛୁ ଯେ ମୋ ସମୟର ଓଡ଼ିଶା, କିନ୍ତୁ ଏଇ ଜାଗାରେ ଦେଖିଲା ମୋ ସମୟର ମୟୂରଭଞ୍ଜ, ସେ ଯୋଉ ମୟୂରଭଞ୍ଜ ଜିଲ୍ଲା ତାଙ୍କୁ ବଡ କରିଛି, ଯୋଉ ମୟୂରଭଞ୍ଜ ଜିଲ୍ଲା ତାଙ୍କୁ ମଣିଷ କରିଛି, ସେଇ ମୟୂରଭଞ୍ଜ ଜିଲ୍ଲା କେମିତି ଥିଲା, ସେଇ ସମୟରେ ରାଜ ପରିବାର ମାନେ କେମିତି ଥିଲେ, ରାଜା ଶାସନ କେମିତି ଥିଲା, ଲୋକମାନଙ୍କର ଅବସ୍ଥା କେମିତି ଥିଲା, ଲୋକମାନେ କେମିତି ଖାଉଥିଲେ, ପିଉଥିଲେ, ବଞ୍ଚୁଥିଲେ, ଜୀବନ ନିର୍ବାହ କରୁଥିଲେ, ହରିଜନ ଏବଂ ଆଦିବାସୀ ମାନେ କେମିତି
आराम से चलुले से समय राजा माने राजा दरबार प्रति भय नथिला राजा माने प्रजा वत्सल सुशासक थिले एई जगह से देखिबा चेष्टा करिसेंती एवं एई जगह से राजांकर गुण गारिमा वर्णना करिसेंती जे सेही समय राजा माने केमिति प्रजा वत्सल थिले एवं सेहिति पई ही मयूरभंज रु अधिकांश लोक शिक्षित होई कि समग्र ओडिसा रे ना करि पारिदिले एवं ओडिसा रे विभिन्न उत्तर विश्वविद्यालय रेवेन्सा विश्वविद्यालय हला कि अनेक गुडे साहित्यिक माने से माने मयूरभंज राजांकर ठारू कोन पाउतिले जे पुरस्कार पाउतिले एवं से पुरस्कार से माने तांकर साहित्य सर्जन हला कि अन्य कोनसे काम करि पारथिले बोली कि सेठारे बतैछंती। तो ए ऊपर हम आलोचना करथिला पिला माने एवं आ गुटे अनुरोध समस्त को जे मु क्लास करूची एटी बलांगीर रे बसी की पढौची मयूरभंज रो कथा सेथिरे कोन वर्णना करा हिची बोली कि तो जेउ माने भी मयूरभंज किबा बारीपदार मो वीडियो देखुछ से निश्चित भाबरे कमेंट करके जणाइबो काहे एटा तुम मानकर इतिहास हैला एटा मयूरभंज रो इतिहास एटा बारीपदार इतिहास एटा खिचिंगा रो इतिहास। तो जो माने देखुछ निज गाँव इतिहास निज को माने निज जिलार इतिहास निज अंचल इतिहास तुमको निश्चित भाव खुशी लगुव जो मैंने बारिपदा और मयूरभंज अंचल देखुछ मो वीडियो निश्चित भाव तुम मत कमेंट माध्यम जनइब मत भी लगे कि हाँ मुझे जो मयूरभंज इतिहास पढ़ाऊँगी कृष्णचंद्र पाणिग्राही समय कथा से 1920 रु 30 मसीहार कथा मुझे पढ़ाऊँगी से समय इतिहास कौन थी वर्तमान केमी अच्छी। तो मुझे जो मयूरभंज इतिहास पढ़ाऊँगी सतरे मयूरभंज पिला बसिकी भी कृष्णचंद्र पाणिग्राही लिखित मो समय मयूरभंज जहाँकि मुझे पढ़ाऊँगी तुम मानक पाखे पहुंची पार्टी तो मतलब खुशी लगे। तो निश्चित भाव में समस्त जो विशेषकर बाकी अंचल मेसेज कर नगर पे मयूरभंज और बारिपदार जो वीडियो देखते निश्चित भाव में कमेंट माध्यम जनइब जे सार आम पाखक वीडियोटा आपंकर पहुंचला बोलिकी। तो देखा बाल्य यौवन सहित मयूरभंज चित्र प्रदान करागला ए चित्र सहित आधुनिक मयूरभंज तुलना करने अनुचित से कहते से समय मयूरभंज तत्कालीन मयूरभंज किंतु वर्तमान समय मयूरभंज को तुलना करने अनुचित बोली कहते जो मैंने चारा गछ को फलंती गछ सहित तुलना करती कि 10-12 वर्षर पिला सहित 60 वर्षर वृद्ध को तुलना करती से विचार में मौलिक विभ्राट थाई 10 वर्ष सहित 60 वर्ष पिला को तुलना करें कि तो हूँ प्राचीन मयूरभंज वर्तमान मयूरभंज अनेक गुड़े आम परिवर्तन देखा पाया बोली से कहते तेणु एपरी व्यक्ति मान अभिमत कौन मूल्य न था जो समय ओडिशा कहले बालेश्वर कटक पुरी अनुगुल संबलपुर को ही बुझाऊला अन्य कौन जिला नाला से समय ओडिशा कहले केवल ये जो बालेश्वर कटक पुरी अनुगुल और संबलपुर को ही बुझाऊला भारतर सर्वक्षेत्र में दारिद्र्य निपीड़ित ओडिया माने बहु पछरे रही से समय ओडिया मान पचारू नुले ओडिया मान हतादर करते जोटा कि आम नेक्स्ट क्लास आलोचना करवा। तो सही समय ओडिशार कथा से वर्णना करुँचे मयूरभंज अवस्था जहाँ थिला ताहार गोटे मोटामोटी चित्र ही दिगला से कहते वर्तमान आधुनिक मयूरभंज को लेकिन तुलना कर कौन आवश्यकता नहीं से लिखिं से अनुभव करिसेंती समय ओडिशा केमिति थिला से समय ओडिशा केमिति दारिद्र्य निपीड़ित थिला केमिति राजा माने शासन करथिले से भली समय रे मयूरभंज अवस्था केमिति सचल थिला एवं मयूरभंज राजा माने से समय केमिति प्रजानुवत्सल थिले प्रजानुरंजक थिले केमिति प्रजा वस्त्र थिले से जिनिस को से जगह रे देखैबाकू चेष्टा करछिन ताकू तुमे ताकू नै कि आजिर समय मयूरभंज को तुलना करि परिबने जेमति 10 वर्ष लोक सहित हम 60 वर्ष वृद्ध को तुलना करि परिबा नाही। तो सेटा होची सेही राजा शासन समय मयूरभंज जहार अवदान ओडिशा प्रति बहुत रही से जिनिस को से देखा चाहिए और यहाँ पिला माने मो समय ओडिशा कृष्णचंद्र पाणिग्राही एपरी आत्मजीवनी जहाँकि पढ़ी आमको आम जीवन में बहुत गुड़े जिन जानवा मिल से समय अवस्था संपर्क में जानवा मिल ओडिशा प्रकृति में केमी से समय अवस्था केमी ये सब बरणी आम मो समय ओडिशा जानवा पाइबा से तो गोटे आत्मजीवनी ओडिशा साहित्य एकाडेमी पुरस्कार पाई पारिछि मो समय ओडिशा। तो 43 मिनिट गणी पिला माने क्लास को लॉन्ग करवानी आउ गोटे पार्ट नेक्स्ट पार्ट रे आमे हमर मो समय ओडिशा को एंड कर देबा। फर्स्ट परिचय रही मो समय भारत और ओडिशा एवं एटा हेगलानी हमर पाखापुकी आमे हमर 86 पेज सिलेबस रे देइछि पढा आमे पाखापुकी 78 पेज कंप्लीट करि फाइलानी हला आ मात्र 8 पेज रही हमको कंप्लीट करबा को सेही ऊपर आमे नेक्स्ट पेज रे आलोचना करी कि मो समय ओडिशा को सारी देबा तापर आमे हमर गांधी मणिष अधा पढैछि सेटा भी कंप्लीट कर देबी एवं तापर तुमको मो पश्चिम अफ्रिका ओडिया डेंकी तापर अमेरिका अनुभूति जिनिस गुडी को आलोचना करबा एवं बहुत जल्दी मु कोर 12 एवं कोर 13 मध्ये तुमनकर आरंभ करिया पई चेष्टा करूची। तो वीडियो को पर्यंत देखि दिबारु समस्त को हृदय धन्यवाद। जय जगन्नाथ जय मां फैमिली देखाबा पुनी आगामी वीडियो एवं सेतिर आलोचना करबा पार्ट 8 ऊपर जिनथरे कि 8टी पेज रहिछि अपूर्व संयोग पार्ट 8 रे 8टी पेज आमे पढिबा। धन्यवाद।